Thank you.
करुणामय हे तुम्हें पुरुषोत्तम तुम प्रेम तुम दया तुम प्रेम तुम दया अनंत सीमा करुणामय हे तुम्हें पुरुषोत्तम करुणामय हे तुम्हें प्रेम
রস পরিবেশন করতে উনি সেই সমীর ভাই আজি বড়য় মধুরা ধারব গাই গাই আজি ভক্ত ভাবে বিভোর বন্ধু রে পিরাতি ডরা আজি পুরা রে বলি রে আজি ভক্ত ভাবে বিভোর বন্ধুরে বন্ধুরে Thank you.
আজি অমৃত হরি প্রসার বন্ধুরে ঘরে वर्तमान प्रथम कीर्तन परिवेशन करेंगे शशि भाई कट्टपुर आगत। रूपमाधुरी अपरूप रूप माधुरी एपरी
रूप रूप माधुरी हरि आज प्रेम स्वरूप व्यथाई हरि प्रेम स्वरूप व्यथाई हरि रूप रूप माधुरी
द्वितीय कीर्तन परिवेशन करेंगे बाकी रही गला बाटी घाटा भाई रे बाकी रही गला बाटी घाटा प्रभु ये सारा संसार प्रभु सबका तुम्हारी जहाँ मुझे प्रभु सारा
Thank you.
ସମସ୍ତେ କୀର୍ତ୍ତନ ହାତ ତାଳି ଉପଭୋଗ କରି କୀର୍ତ୍ତନ ଆହୁରି ସୁନ୍ଦର ହବ। शक्ति अच्छी अरे भाई ये भजन पुरुष कीर्तन परिवेशन करे बर्तमान परम प्रेममय श्री ठाकुर श्री शिवदा आलोचना आरंभ हो। आज आम गौंडर अच्छा मुख्य वक्ता श्री धरणधर स्वाई भाई सभापति ऋतिक समस्त जानते सारा ओडिशा चिन्ह सुभक्ता एवं साधक आज श्री बड़दांकर पुण्यागमन दिवस श्री बड़दा पारादीप पहुंचा पूर्व जो भंडारी पोखरी अच्छी से गोटे मंडप या बसी जलपान कर जो सी पहुंचती जो पदरेणु स्पर्शा एक विराट मंदिर निर्माण बर्तमान विराट मंदिर निर्माण से भंडारी पोखरी जार दायित्व अच्छे आमर धरणधर भाई से आम गहन अच्छा पूर्व अनुरोध करी आमर अमूल्य भाई धर्मजाजक संक्षिप्त अनुसूचन देवे 5 मिनिट भितर। जय गुरु। विभूषण अमर गिरीशारेन्द्र लोक जीवनम प्रणय प्रमद जाति वंदे जीवन सत्पुरुषम मोर परमाराध्य परम प्रेम ठाकुर परमाध्य जगत जननी श्री वर्मा परम पूज्यपाद श्री बड़दा परम पूज्यपाद श्री आचार्य देवलातों चरण में मोर भक्ति अनंत कोटि प्रणाम। इष्ट परिवार प्रति प्रत्यंग राजोचना मोर भक्तिगत प्रणाम। आज महान लग्न रे परम प्रेममय श्री ठाकुर अनुकूल चंद्रंकर 137तम जन्म उत्सव पालन सहित परम पूज्यपाद श्री श्री बड़दांकर 52तम उत्कल आगमनी दिवस ए कुजंग सत्संग विहार प्रांगण रे महासमारोह रे पालन करा जाउछि। एही पवित्र दिवस आम मान पई चिर स्मरणीय एवं तीर्थ क्षेत्र कहले अत्युक्ति हेबो नाही।
এই ସ୍ଥାନକୁ ଯେ ଆମମାନଙ୍କ ନିକଟରେ ଋଷି ପ୍ରତିମ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ଦେବ ଶର୍ମା ତାଙ୍କର ତତ୍ତ୍ୱାବଧାନରେ ପରମ ପୂଜ୍ୟପାଦ ଶିଶି ପର୍ଦା ପ୍ରଥମ କରି ଓଡ଼ିଶାରେ ଏଇଠି ପଦାର୍ପଣ କରିଥିଲେ। ଏହି ରହିବା ସମୟ ଭିତରେ ତାଙ୍କର ଅନେକ ଭକ୍ତ ଅନୁରାଗୀ ଏହି ସ୍ଥାନକୁ ପ୍ରବେଶ କରି ଏ ଅଞ୍ଚଳକୁ ସ୍ୱନାମ ଧନ୍ୟ କରିଛନ୍ତି। ଯେଉଁମାନେ ଏହି ତ୍ୟାଗୀଭୂତ ଜୀବନ ଦେଇଛନ୍ତି ସେମାନଙ୍କ ମଧ୍ୟରେ ଚିରସ୍ମରଣୀୟ ଚୌଧୁରୀ ହୃଷିକେଶ ଦାସ ମହୋଦୟ। ତାଙ୍କ ତତ୍ତ୍ୱାବଧାନରେ ଏଠାରେ ଜାଗା ଦିଆଯାଇଥିଲା ଏବଂ ସେ ସମୟରେ ହାଡ଼ିବନ୍ଧୁ ଶତପଥୀ ମହୋଦୟ ମଧ୍ୟ ଏଠି ଅନେକ ତ୍ୟାଗ ତିତିକ୍ଷା ବଳରେ ଆଜି ଏହି ସତ୍ସଙ୍ଗ ବିହାର ଗଢ଼ି ଉଠିଛି। ଆଜି ଯେ ସଂକ୍ଷିପ୍ତ ଭାବରେ ମୁଁ ଆଲୋଚନା ରଖିବାକୁ ଚାହୁଁନାହିଁ। ଯେଉଁ ଭାଇ ଓ ମା ମାନେ ଦୂର ଦୂରାନ୍ତରୁ ଆସିଛନ୍ତି ସେହି ଅତିଥିମାନଙ୍କର ପରିଚୟ କରିଦେଉଛି। ଆଜି ସତ୍ସଙ୍ଗରେ ବରେଣ୍ୟ ପରିଚାଳକ ଶ୍ରୀଯୁକ୍ତ କବିଚନ୍ଦ୍ର ମହାନ୍ତି ମହୋଦୟ ଅଛନ୍ତି। ଅନ୍ୟତମ ବକ୍ତା ଭାବରେ ଭଣ୍ଡାରୀ ପୋଖରୀ ସୁଦରରୁ ଆସିଛନ୍ତି ଆମ ଧରଣୀଧର ସ୍ୱାଇଁ ମହୋଦୟ, ପ୍ରକାଶ ଚନ୍ଦ୍ର ଶତପଥୀ ମହୋଦୟ, ଲଥାଙ୍ଗରୁ ଦୀପକ କୁମାର ରାଜଗୁରୁ ମହୋଦୟ, ଓକଲା କେନ୍ଦ୍ରରୁ ଅକ୍ଷୟ କୁମାର ପାଲ ମହୋଦୟ, ଝଙ୍କଡ଼ ସତ୍ସଙ୍ଗ କେନ୍ଦ୍ରରୁ ଶାରଦା ପ୍ରସନ୍ନ ମହୋଦୟ ଏବଂ ରାଇଗଣରୁ ବାବାଜୀ ସେଠୀ ମହୋଦୟ, ବାଲିକଣି ସତ୍ସଙ୍ଗ କେନ୍ଦ୍ରରୁ କୃଷ୍ଣଚନ୍ଦ୍ର ମହାପାତ୍ର ମହୋଦୟ, ପାରାଦୀପରୁ ମାନସ ରଞ୍ଜନ ପ୍ରଧାନ ମହୋଦୟ। ଏତଦ୍ ବ୍ୟତୀତ ଅନେକ କର୍ମୀ ଭାଇ ମା ମାନେ ଉପସ୍ଥିତ ଅଛନ୍ତି। ସମସ୍ତଙ୍କର ପରିଚୟ ଦେବା ସମ୍ଭବ ହୋଇପାରୁନାହିଁ, ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ଏହି ପବିତ୍ର ସ୍ଥାନ କୁଜଙ୍ଗ ତାର ଗାରିମା, ତାର ସ୍ୱାଭିମାନ, ତାର ଐତିହ୍ୟ, ତାର ପରମ୍ପରାକୁ ବଜାୟ ରଖିବା ପାଇଁ ଆମ ଜୀବନରେ ଯେତେ ଝଡ଼ଝଞ୍ଜା ବାଧାବିଘ୍ନ ଆସିଲେ ମଧ୍ୟ ତାହା ରକ୍ଷା କରିବାକୁ ପଡ଼ିବ। ଯେ ପରମ ପୂଜ୍ୟପାଦ ଶ୍ରୀ ଆଚାର୍ଯ୍ୟ ଦେବ ଗତ ଉତ୍ସବ ସମୟରେ ଆମେ ନିବେଦନ କରିପାରିନଥିଲୁ। ଅକ୍ଟୋବର 28-29 ଯାଇ ପରମ ପୂଜ୍ୟପାଦ ଶ୍ରୀ ଦାଦାଙ୍କୁ ଯେତେବେଳେ ନିବେଦନ କଲୁ ସେ କହିଲେ ଖୁବ୍ ସୁନ୍ଦର ଭାବରେ ଉତ୍ସବ କରିବେ ଏବଂ ଆଗାମୀ ବର୍ଷ ଯେପରି ବାହାରେ ଉତ୍ସବ କରାଯାଏ ସେଭଳି ଧ୍ୟାନ ଦେବେ। ଆଜି ଏଇ ଯେଉଁ ସ୍ଥାନ ଚୌଧୁରୀ ହୃଷିକେଶ ଦାସଙ୍କ ସ୍ଥାନରେ ଆଜି ଏହି ସତ୍ସଙ୍ଗ ଅନୁଷ୍ଠାନ କରାଯାଉଛି। ଆମମାନଙ୍କର ଆଚାର୍ଯ୍ୟ ଭବନ ତିଆରି ହୋଇପାରି ନାହିଁ। ତାଙ୍କର ପିଲାମାନଙ୍କ ନିକଟରେ ମୁଁ ପ୍ରାର୍ଥନା ରଖିବି ଯେ ଆଉ କିଛି ଜାଗା ସେ ଦେଲେ ଆମେ ଆଚାର୍ଯ୍ୟ ଭବନ ତିଆରି କରି ଆଚାର୍ଯ୍ୟ ଦେବଙ୍କୁ ଏଠିକି ନିମନ୍ତ୍ରଣ କରିବୁ। ଆଉ ଆମମାନଙ୍କର ଯେଉଁ ବାହାରେ କରିବା ପାଇଁ ଯେଉଁ ଜାଗା ଦରକାର ଆମେ କୌଣସି ଅନ୍ୟ ସ୍ଥାନରେ ନ କରି ପରମ ପିତାଙ୍କ ଜାଗା କିଣି ଆମେ ସେହି ଜାଗାରେ ହିଁ ଉତ୍ସବ କରିବୁ ଏବଂ ଆମର ସ୍ୱାଭିମାନ, ଆମର ଭଲ ପାଇବା, ଆମର ତ୍ୟାଗ ଦୀକ୍ଷା ଆମେ ଦେଖାଇ ଦେବାକୁ ପଡ଼ିବ। ତାହେଲେ ଆଚାର୍ଯ୍ୟ ଦେବ ସେତିକିବେଳେ ଖୁସି ହେବେ ଆମ ଭିତରେ ଭଲ ପାଇବା ଅଛି, ଆମ ଭିତରେ ପ୍ରେମ ଅଛି, ଆମେ ଠାକୁରଙ୍କୁ ଭଲ ପାଉ। ଜୟ ଗୁରୁ। ବର୍ତ୍ତମାନ ମୁଁ ଅନୁରୋଧ କରିବି ମୋର ପରମ ଶ୍ରଦ୍ଧେୟ ସପ୍ରତି ରୀତି ସୁଯୁକ୍ତ ଧରଣୀଧର ସ୍ୱାଇଁ ଭାଇ ତାଙ୍କର ଆଲୋଚନା ରଖିବେ। ଧରଣୀ ଭାଇ ଜୟ ଗୁରୁ।
मानव जीवन रे परम उद्धाता परम दयाल श्री श्री ठाकुर श्री चरण रे कोटि कोटि प्रणाम। परम आराध्या जगत जननी जगत कल्याणमयी श्री श्री बड़मा श्री चरण रे कोटि कोटि प्रणाम। परम पूज्य पाद श्री श्री बड़दा श्री चरण रे कोटि कोटि प्रणाम एवं परम पूज्य पाद श्री श्री आचार्य देव श्री चरण रे कोटि कोटि प्रणाम। सम्मानस्पद वरेण्य सत्संग परिचालक महोदय, वरेण्य श्री श्री ठाकुर पूत पवित्र पांजाधारी ऋतिक मंडली, जाजक अधर्ज मंडली, स्नेह सम्मान लघु गुरु भातृमंडली, मातृमंडली, सज्जन मंडली, स्नेह पिला मन समस्त आंतरिक प्रीति जय गुरु। अनेक दिन पर अंततः ये कुजंग सत्संग विहार परम दल श्री ठाकुर एवं समस्त परिवार वर्ग उपस्थिति रे बहु मान्यगण्य बहु नवीन पुरातन मानक गहन रे आज पवित्र दिवस को आपन जे सुंदर मधुमय करचंती मु तार रस आस्वादन किंचित मात्रा रे करि पारछि भाग्यर कथा। एथि पई भाग्य कहूछि एही 5 तारिख सहित सत्संग विहार भंडारी पुखरी जड़ित। यही शीत सकाल डिसेम्बर 5 रे सिंगिली थिला एनएच दोहरा रास्ता नथिला ठीक नांजरी कुड़े जो मान देखते गोटे बरगछ मूल ये अलौकिक कथाटा हूँ मिदनापुर बाहर ओडिशा किसी नथिला कोठी मु 76 रे गला बेलू टाइप इंस्टीट्यूशन बारिकदांकर फाळे टाइप स्कूल स्टेनो क्लास आम पढ़ुलु टाइप स्टेनो आउ फाळे हूँ सत्संग केन्द्र एटुआ 2 जन स्टैंडर्ड ऑफ सत्संग इन कैपिटल आउ कौटी कौन बार रही साथी किसी जल जोग चा इत्यादि धरी आसी मिदनापुर दुलालदा इत्यादि संगे थे गाई 2-3 खंड अटिकी श्री श्री बड़दा से गछ मूले जल जोग करलाप आलोचना कर स्कूल पोखरी हुड़ारे स्कूल से शिक्षक महोदय सहित यह अल्प बहुत समस्त अवगत हेले बाबद। आश्चर्य कथा हूँ गोटे पुओटी अच्छी केमती जानले गोटे गीतटी बोला जाए केमिति जानिले भावग्राही हृदयर व्यथा मन तलर कथा मु दिन कही ना अरे भाई सेपा अंतर्जामी जानी केमिति जानिल केमिति सेपा निजे तले कहूच गोटे पदरे हृदयर व्यथा मन तलर कथा आ मन तल कथा हृदयर व्यथा तो जे जानी पारंती से हेले भावग्राही आ केमिति जानिल कौन सेटा तेणु भावग्राही से भाव ग्रहण करि पारंती से नाममय पुरुष आम जाई बड़ खोकाई ताई जेते कथा सब शुणीचे से सब लीला माध्यम करके देखते पुओटी थिला से बरगछ मूले तेणु जल जोग कर लिखा चाहते श्रीधर मिश्र महोदय असिस्टेंट सेक्रेटरी थे सत्संग से कहते श्री श्री बड़दा बहु स्थान जाइंट तपस्यार महिमा चरण रेणु से कंपन से भाइब्रेसन एभली से स्थानीय मानक आलोड़ित करते केन्द्र मंदिर विहार गढ़ी उठी श्री श्री बड़दा स्मृति किंतु एपरी कौन जगार नहीं जे मु आसी मास्टर महाशय आप लिखि रखिले गुरु भाई है नथिले गोपीनाथ सारे सेते बेले किंतु बड़दा वार्तालाप कर प्रसाद देइचंती माँ तांको ए स्मृतिटा जिते उन्मोचित है श्री श्री दादा अत्यंत उल्लसित हो गले सेते नगदा नगदा आमर जे नीलांबू बिल्डिंग आम हस्तगत होता खरीदी होता 16-17 वर्ष आगे से केस होगी से आमको भड़ा देवाक चाहूले आम सत्संग दे ना आईटीसी बड़ कंपानी भारत सरकार का से छाड़ा ना जहाँ से हाथ को आसी नीलांबू श्री श्री दादा अत्यंत खुशी मुहूर्त थे जो कथा उपस्थापना करागला 7 वर्ष अवसर रे जे बाबांकर यही रकम गोटे घटना अच्छी खूब आग्रह शुणिले सब कथा एवं कही लिखापी चाहिए खाता पाखरे नथिला सार कहले घरे रखिदे नष्ट हो बोली नुआ करी स्कूलटा काम होउची तेबे भी उठेला बेले कहउचंती श्री श्री बड़दा मास्टर मशाय आज जा हल लिखे रखबे आ से बड़दा को बाबा संबोधन कर तो जानते धर्म राज्य जे आगू गले से सब बाबा तेणु कहते बड़दा बाबा आसते आम स्कूल को सब हसिले कहले बड़दा कौन एसआई ना डीआई ऑफ स्कूल तुम ये दीक्षा नहीं ना
କିଛି ଜାଣିନଥିଲେ। ବାବୁ ସତ କଥା, ସେତେବେଳେ ଦୀକ୍ଷା ନେଲେ 27 ବର୍ଷ ପରେ ଦୀକ୍ଷା ନେଲେ 2000 ମସିହାରେ। ସେଇ ଯୋଉ ଫଟୋ ଦେଖି କହିଲେ ଇଏ ଆମ ସ୍କୁଲକୁ ଆସିଥିଲେ। ଦେଖନ୍ତୁ ସେ ଜାଗାଟା ତାଙ୍କର ମହିମାର କଥା ଏଇଠୁ ଆରମ୍ଭ କରୁଛି। ସେ ଜାଗାଟା ଏମିତି NH କୁ ଲାଗିକି ରହିଛି, କୋଟି କୋଟି ଟଙ୍କାରେ ବିକ୍ରି ହବ। କାରଣ ଆପାର୍ଟମେଣ୍ଟ ବାଲା ତାକୁ ନେଇଯିବେ, ମଝିରେ ପୋଖରୀଟା ଅଛି, ଆଲୁଅ ଫାଲୁଅ ପକେଇକି ତଳ ମହଲାଟା ପୁରା ମାର୍କେଟ କମ୍ପ୍ଲେକ୍ସ କରିକି କଣ ବୋଲେ କଣ ତ କରିଦେଇଥାନ୍ତେ। ସେ ଗଣ୍ଡଗୋଳିଆ ହେଇକି ରହିଛି। 2 ସଡୁଙ୍କ ନାଁରେ ଶ୍ୱଶୁର ବୁଢା 2 ଜ୍ୱାଇଁକି ଦେଇଛନ୍ତି। ଇଏ 2 ଜଣ ଚେୟାରମ୍ୟାନ ଅଫ ଭଣ୍ଡାରୀ ପୋଖରୀ ସତ୍ସଙ୍ଗ, ଏଇ ଯୋଉ ବ୍ଲକର ଭଣ୍ଡାରୀ ପୋଖରୀର ବ୍ଲକ ଚେୟାରମ୍ୟାନ ହର ମହାପାତ୍ର ସ୍ୱର୍ଗତ, ଆଉ ତାଙ୍କ ଜଣେ ସଡୁ ସିଏ ବି ଓକିଲ ଉପେନ୍ଦ୍ର ସ୍ୱାଇଁ ଭଦ୍ରକ। ଏ 2 ସଡୁ ଇଏ ପୁଳେ ଉଠେଇ ନେଇଛି, ଅଡୁଆ ମଡୁଆ କାଗଜ ପତ୍ର ଦେଖେଇକି ସିଏ ପୁଳେ ଉଠେଇ ନେଇଛି। କେହି ସୁଝୁନାହାନ୍ତି, ସୁଧଟା ବଢି ବଢି ଯାଉଛି। ତେଣୁ ଜାଗା ବିକ୍ରି ହେଇପାରୁନି। ଜାଗା ବିକ୍ରି ହବ କେମିତି? ସେ ବା ସେଠି ବସିଥିଲେ। ତେଣୁ ତାଙ୍କର ସେ ଯେ କହିଲେ ଲେଖି ରଖିବେ, ଆଉ ଲେଖି ରଖିବା ପାଇଁ କାହିଁକି କହିଥିଲେ? ସେ କଥାଟା ପୂଜକରେ ଆଲୋଚନା ହେବ ବୋଲି ନା କଣ ପାଇଁ କହିଥିଲେ? ତେଣୁ ତାଙ୍କ ବାକ୍ସିଦ୍ଧ, ସେ ତାଙ୍କ ମୁହଁରୁ ଯାହା ବାହାରିଲା ସେଟା କ୍ରିୟା କରିବ। ଆପଣମାନଙ୍କ ସ୍ମରଣରେ କହୁଛି, ହୃଷି ଭାଇଙ୍କର କଥା ମନେ ପକାଉଥିଲେ, ପଣ୍ଡିତ ଭାଇଙ୍କର କଥା ମନେ ପକାଉଥିଲେ। ପୁରୀର ଯେମିତି ଲୀଳା କରିଛନ୍ତି। ଆଉ ଜଣେ ସ୍ୱର୍ଗତ ରଥ ମହୋଦୟ, ବୈଦ୍ୟନାଥ ରଥ ମହୋଦୟ, ସେ ଆଡିସନାଲ ତହସିଲଦାର ନା କଣ ଏମିତି ରାଙ୍କରେ ଥିଲେ। ଶ୍ରୀ ଶ୍ରୀ ବଡଦା କହିଲେ ମୋ ପାଇଁ ଖଣ୍ଡେ ପୁରୀରେ ଜାଗା ଦେ। କାରଣ ଠାକୁରଙ୍କର ମହାପ୍ରୟାଣ ପରେ ପରେ ମାଙ୍କୁ ଧରିକି ଶ୍ରୀ ଶ୍ରୀ ବଡଦା ପୁରୀ ଆସିଥିଲେ, ରହିଥିଲେ ଗୌରାଙ୍ଗ ଆଶ୍ରମ। ଆମର ନିଜସ୍ୱ କିଛି ନଥିଲା ପୁରୀ ଧାମରେ। ପୁରୁଷୋତ୍ତମ କ୍ଷେତ୍ରରେ ପୁରୁଷୋତ୍ତମଙ୍କର ଜାଗା ଖଣ୍ଡିଏ ନଥିଲା। ଶ୍ରୀ ଶ୍ରୀ ବଡଦା କହିଲେ ଜାଗା ଖଣ୍ଡେ ଦେଖ, ମୁଁ ବସିଲେ ସିନା ହାତ ଗୋଡ ମେଲେଇବି। ସେଇ ସମୟରେ ଭାରି ଜୋରେ ଏଇ ଆଲୋଚନା ସବୁ ହୁଏ ସତ୍ସଙ୍ଗରେ। ଆଉ ବସିଲେ ଯେ ହାତ ଗୋଡ ମେଲେଇଲେ ଯେ ଏକାରେ ମେଲେଇକି ସମୁଦ୍ର ଯାକେ ପେଲି ଚାଲିଗଲେ। ସେ ବସିଲେ ତାଙ୍କର ହାତ ଗୋଡ ମେଲେଇଲେ ଏଇଆ ଅବସ୍ଥା ହୁଏ। ତେଣୁ ସେଟା ସେ ପ୍ରମାଣ କରି ଦେଖେଇ ଦେଇଥିଲେ। ଆମେ ଆହୁରି ବାର ବାର ଶୁଣିଛେ ଓଡିଶା ଇଜ ମାଇ ହାର୍ଟ ଆଣ୍ଡ ଲଙ୍ଗସ, ପ୍ରମାଣ କରି ଦେଖେଇଦେଲେ। ରହିଗଲେ ସବୁଦିନ ପାଇଁ। ବହୁତ ସେତେବେଳେ ଲାଗିଥିଲା ଚକ୍ରାନ୍ତ। ଶ୍ରୀ ଶ୍ରୀ ବଡଙ୍କୁ ନେଇ ଚାଲିଛି, ମହାପ୍ରାଣ ପରେ ନେଇ ଚାଲିଯିବେ ଦେଓଘର। ତାହା ସମ୍ଭବ ହେଲା ନାହିଁ। ପୂଜ୍ୟପାଦ ଦାଦା ସାଙ୍ଗେ ସାଙ୍ଗେ ଆଦେଶ ନିର୍ଦ୍ଦେଶ ଦେଇଦେଲେ ଏଇଠାରେ ସବୁ କିଛି ହବ। ଆପଣ ଦେଖିଲେ ସେ କଥା, ରହିଗଲେ। ଆହୁରି ଗୋଟେ ଗୁଢ କଥା କହୁଛି। ଶ୍ରୀ ଶ୍ରୀ ବଡଦାଙ୍କର ବଡ ଝିଅ, ପୂଜନୀୟ ବଡ ଦିଦି, ସମସ୍ତଙ୍କର ବଡ ଦିଦି, ସେ ପୂଜ୍ୟପାଦ ଦାଦାଙ୍କରଠୁ ବଡ ଦିଦି। ଏସବୁ କ୍ରିୟାକର୍ମ ସରିଛି। ଟିକେ ଶାନ୍ତ ପରିବେଶ। ଆମେ ପୁରୀ କାର୍ଯ୍ୟରେ ଯେହେତୁ ମୂଳରୁ ଲାଗୁଥିଲୁ, ବିଶେଷ ଏକ ବ୍ୟାପାରରେ ମୁଁ ସୁଭାଷ ଭାଇ, ଆମର ଏଇ ଯେ ପ୍ରତାପ ଭାଇ ତାଳସଙ୍ଗା, ବ୍ରଜ ଭାଇ ତ ଆଶ୍ରମରେ ଅଛନ୍ତି ଗରଜଙ୍ଗା, ଏସବୁ ଆମେ କେତେ ଜଣ ଯାଇଛୁ ପୂଜନୀୟ ବଡ ଦିଦିଙ୍କୁ ପ୍ରଣାମ କରିବା ପାଇଁ। ଚାହିଁଦେଲେ ଖାଲି ଭାରି ଗମ୍ଭୀର, ଆଉ ସମସ୍ତେ ଭୟ ପାଆନ୍ତି। ମାତା ମନମୋହନ ଦେବୀ ଥିଲେ ଋତିକ, ପୂଜନୀୟ ବଡ ଦିଦି ହେଉଛନ୍ତି ଋତିକ। ଏବଂ ତାପରେ କହିଲେ ଟିକେ ନୀରବରେ ସମୁଦ୍ରକୁ ଚାହିଁ ସବା ଉପରେ ସେ ଘରେ ରହିଥାନ୍ତି। କହିଲେ বাবা একদিন বললে আমি আমার জন্য এক মুঠো মাটিও রাখিনি, ମୋ ପାଇଁ ମୁଁ ମାଟି ମୁଠେ ରଖି ନାହିଁ। ଆମେ ତখন ଭାବୁ ବାବାଙ୍କର ତ ଠାକୁର ହେଲେ ସର୍ବସ୍ୱ, ତେଣୁ ସେ ନିଜ ପାଇଁ କଣ ଜାଗା ବାଡି କରିବେ, ବୋଧେ ସେଇ ସେନ୍ସରେ କହୁଛନ୍ତି। ନୀରବ ହେଇଗଲେ ପୁଅ, ତାଙ୍କ ଆଖି ଛଳ ଛଳ ହେଇଗଲା। ହେଲା এখন ବୁଝୁଛି, ଏବେ ବୁଝିଛି ବାବା କାହିଁକି କହିଥିଲେ ମୋ ପାଇଁ ମୁଁ ମାଟି ମୁଠେ ରଖିନି। ଦେଓଘରେ ଦେଖିଥିବେ ସମାଧି ମନ୍ଦିର ଗଲେ ସେ ମାଟି ମୁଠାଟା ସେଠି ରହିଛି ସୁରକ୍ଷିତ। ସେ ବି ନିଜ କାମରେ ଲାଗିଲା ନାହିଁ। ସେ ଜାଣିଥିଲେ ସେ କୋଉଠି ଯିବେ, କେତେବେଳେ ଯିବେ, କୋଉ ଦିନ ଯିବେ। ଏଇପରି ମହାନଙ୍କୁ ପାଇଛି ଏବଂ ଆଜି ତାଙ୍କର ସ୍ମୃତି ଦିବସ ପାଳନ ହେଉଛି। ଏଇ କଥା ଗୁଡାକ ସବୁ ସ୍ମରଣରେ ଆଣିବା କଥା। ପୂଜନୀୟ ମା କହୁଥିଲେ, ଆଚାର୍ଯ୍ୟ ଦେବଙ୍କର ମା, ତୁମମାନେ ସବୁ ଏକଜୁଟ ହେଇକି ମଝିରେ ମଝିରେ ବାର୍ତ୍ତାଳାପ ସବୁ କର, କାହାର କଣ ଅନୁଭବ ଅଛି, ଆନନ୍ଦ ନିଅ। ସେ ଭାବଟା ରହିଲେ, ସେଇ ଭାବ ନେଇକି ଆତ୍ମା ତୁମର ଗତି କରିବ, ପର ପାରିକି ସେଇ ସ୍ଥାନକୁ ସ୍ଥାନ ପାଇବ ସେଇ ଜାଗାରେ। ତେଣୁ ଏଇ ସମସ୍ତ ଲୀଳା ସେ କରିଦେଇ ଯାଇଛନ୍ତି। ଶେଷ ପାଇଁ ନିଜ ପାଇଁ ମୁଠାଏ ମାଟି ବି ରଖିନଥିଲେ। ସେଇ ଶ୍ରୀ ଶ୍ରୀ ବଡଦା ବାହାରୁ ଯେତେ ଗମ୍ଭୀର, ଭିତରେ ସେତେ ନରମ।
ଶ୍ରୀ ଶ୍ରୀ ଠାକୁର କହିଛନ୍ତି ବଡ଼ ପୁଅ ତା ମା ପରି ଟିକେ ରାସ ଭାରି ବଲ୍କି ଚେହେରା ଓଜନଦାର ଲୋକ କହିଲେ ବାହାରୁ ଦେଖିବାକୁ ବଡ଼ ପୁଅ ବହୁତ କଡ଼ା କିନ୍ତୁ ଯେଉଁମାନେ ମିଶିଛନ୍ତି ସେ ଏତେ ନରମ ଏତେ କୋମଳ। ଏହି ପ୍ରସଙ୍ଗରେ ଶ୍ରୀ ଶ୍ରୀ ଦାଦା କହୁଥିଲେ ତାଙ୍କର ବାବାଙ୍କର କଥା। ବାଲ୍ୟ ଚପଳତା ଅନେକ ଶୁଣିଛନ୍ତି, ଯେତେ ଶୁଣିଲେ ବି ଭଲ ଲାଗେ। ହରିବଲିତେ ମଧୁର ଶୁଣିତେ ମଧୁର, କିନ୍ତୁ ମଧୁର ଭକ୍ତି ଯୋଗେ ଯାହା କିଛି କର ନା କାହିଁକି ଭକ୍ତି ଅବଲମ୍ବନ କର। ତୁମେ ସାଧାରଣ ଭୋଜନର କେତେ ଚରମକୁ ପଳାଅ ନା କାହିଁକି ଭକ୍ତି ଛାଡ଼ିଦେଲେ କିଛି ହବ ନା। ତୁମେ ସ୍ୱଅହମ୍ କୁହ ମୁଁ ହିଁ ସେ ହିଁ ମୁଁ। ଅନେକ କହୁଛନ୍ତି ସବୁ ସେଲ୍ଫ ଡିକ୍ଲାର ଭଗବାନ ସବୁ ବାବା ମାନେ କହୁଛନ୍ତି। ଠାକୁର କିନ୍ତୁ ଲେଖି ଦେଇଛନ୍ତି ତୁମେ ସ୍ୱଅହମ୍ କୁହ ବ୍ରହ୍ମାସ୍ମି ହିଁ କୁହ। ଯାହା ବି କହୁଛ ମୁଁ ବ୍ରହ୍ମା ମୁଁ ଇନ୍ଦ୍ର ମୁଁ ଚନ୍ଦ୍ର ବରୁଣ ମୁଁ ହଉଛି ମୁଣ୍ଡି ସବୁ କୁହ, କିନ୍ତୁ ଭକ୍ତି ଅବଲମ୍ବନ କର। ଭକ୍ତି ବିହୀନ ଜ୍ଞାନ ବାଚକ ଜ୍ଞାନ ମାତ୍ର। କହିବାର ଶକ୍ତି ଦେଇଛନ୍ତି ଗପୁଛି, ଆଉ ବ୍ରେନ୍ ବି ଦେଇଛନ୍ତି ମନେ ରଖିଛି, ଆଉ ଜୁଟୁଛି ବି ଠାକୁରଙ୍କ ଦେହରୁ କଥା। ତେଣୁ ମୁଁ ଅନର୍ଗଳ ଗପୁଛି। ଯଦି ଭକ୍ତି ଅବଲମ୍ବନ ନ କଲେ ଭକ୍ତି ବିହୀନ ଜ୍ଞାନଟା ବାଚକ ଜ୍ଞାନ ମାତ୍ର। ତେଣୁ ଶ୍ରୀ ଶ୍ରୀ ଦାଦା କହୁଥିଲେ ହେଲେ ବାଲ୍ୟ ସୁଲଭ ଚପଳ ମୁଁ ପେନ୍ସିଲ କାଟିଦେଲି ବାବାଙ୍କ ବ୍ଲେଡରେ। ଆଗ କାଳରେ ଯୋଉ ପୁରୁଣା କଲିକତି ରେଜର ପିତ୍ତଳରେ ବ୍ଲେଡ ଦେଇକି ଶ୍ରୀ ଶ୍ରୀ ବଡ଼ତା ଶୁକ୍ରବାର ଛାଡ଼ି ସବୁଦିନ କ୍ଷୀର ହୁଅନ୍ତି। ତେଣୁ ପରମ ପିତାଙ୍କ ସଂସ୍କାର ଛଡ଼ା ଆଉ ସବୁ ବନ୍ଧନ, ସବୁଟା ତାଙ୍କୁ ଅନୁସରଣ କରିବାକୁ ହୁଏ। କୋଉ ବାରେ ଶୁଭ ଦେବୀ ଶୁକ୍ରବାର। ବାବା ଉପର ଘରେ ରହନ୍ତି, ଠାକୁର ତଳେ। ପ୍ରଥମେ ଯୋଉ ତଳେ ଥିଲା ପୁରୀର ପୁରୁଣା ଘର ଠାକୁର ଘରଟି ସତ୍ସଙ୍ଗ ସେଇଠି ହୁଏ। 3 ଠାକୁର ସେଇଠି ମା ପଡ଼ତା ସବୁ ସେଇଠି। ହେଲେ ବାବା ଉପରେ ରହିବେ ଠାକୁର ତଳେ, ଏଇଟା ବାବା ପସନ୍ଦ କରେନି। ବିକାଶ ଦାୟିତ୍ୱ ସବୁ ଆଣ୍ଠେଇଥିଲୁ ଆମେ ଦେଓଘରେ। ପୁରୀ ବଂଶ ବହୁତ କର। ହେଲେ ଏଠୁ ଯାଇକି ତୁରନ୍ତ ଶୁଭ ଦେଇକି ମତେ ଜଣେଇବୁ। ବିକାଶ ଦା କହିଲେ ଆଜ୍ଞା କୋଉ ବାର ଆଏ ଶୁକ୍ରବାରଟା ଆମର ସବଚେয়ে ଭଲ। 1 ବର୍ଷ ମଧ୍ୟରେ ସାରିବ। ବର୍ଷକ ଆଗରୁ ସରିଗଲା ସେ ମନ୍ଦିର। ଶ୍ରୀ ଶ୍ରୀ ବଡ଼ଦାସ ଏଥିପାଇଁ କହୁଥିଲେ 60 ବର୍ଷ ପରେ ମୋର ରହିବାର ଇଚ୍ଛା ନଥିଲା। ଯଦି ରହିଛି କେବଳ 108 ମନ୍ଦିର କରିକି ଯିବି ଠାକୁରଙ୍କ। ଏତେ ମନ୍ଦିର ହେଲା ଏତେ ମନ୍ଦିର ହେଲା ଏତେ ମନ୍ଦିର ହେଲା ଦିନେ କହୁଥାନ୍ତି ଦୀର୍ଘଶ୍ୱାସ ଛାଡ଼ିକି କହିଲେ ଏତେ କେନ୍ଦ୍ର ମନ୍ଦିର ହେଇଯାଉଛି ମତେ ଭୟ ଲାଗୁଛି। ସୁଇଚ ମାରିବାକୁ ଲୋକ ରହିବେ ତ। ଅନ୍ତତଃ 50 ବର୍ଷ ଠାକୁରଙ୍କ ସତ୍ସଙ୍ଗ ଲାଇନରେ ରହିଲା ପରେ ଆଜି ଅନୁଭବ କରୁଛି ସୁଇଚ ମାରିବାକୁ ଲୋକ ନାହିଁ। ଦୟା କରିକି ସେ ମତେ ସୁଯୋଗ ଦେଇଛନ୍ତି। କାତର ପ୍ରାର୍ଥନା ଦରକାର। ତାଙ୍କର ସେବା ତାଙ୍କ କାର୍ଯ୍ୟ କରିବା ପାଇଁ ପ୍ରାର୍ଥନା ନହେଲେ ହବନି। তোমার সাহস ভিক্ষা করি, তোমার সেবার সাহস ভিক্ষা করি। শ্রী দাদাঙ্কর গান না, আমি শক্তি মুক্তি চাই না ভিক্ষা পায়। তোমার পাদরে এইসব মতো শক্তি দিয়ে মুক্তি করতে মোর এইসব দরকার। এটা শ্রী দাদা লেখিছ। তোমার সেবার সাহস ভিক্ষা করে। ସେତିକି ସାହସ ନ ଗୋଟେଇଲେ ତାଙ୍କ ସେବା କାର୍ଯ୍ୟ କରିବ। ଖାଇବାକୁ ମିଳିବନି, ପିନ୍ଧିବାକୁ ମିଳିବନି, ସମସ୍ତେ ଓଲଟା କାରବାର କରିବେ। ନୂଆ ବର୍ଷରେ ଆଶୀର୍ବାଣୀ ଦଉଛନ୍ତି ନାଇଁ କି? ପଥେ ପଥେ କଣ୍ଟକର ଅଭ୍ୟର୍ଥନା। ପଥେ ପଥେ ଯଦି କଣ୍ଟକ ଅଭ୍ୟର୍ଥନା ମୁଁ କାହିଁକି ଗୋଡ଼ ଦେବି ସେଠି? ବିନାୟକ ଦିନେ କହୁଥିଲେ, କହିଲେ ଏ ଲୋକ ଇଏ ଦୀକ୍ଷା କାହିଁକି ନେବେ, ଏଠି କାହିଁ ଆସିବେ? ଅନ୍ୟଠି ଗଲେ ମିଳିବ, ଏଠି ଗଲେ ଦେ। ଯତୀନ୍ଦ୍ର ଚାଲିଗଲେଣି ବସୁ ମହୋଦୟ ଶ୍ରୀ ଶ୍ରୀ ବଡ଼ଦାଙ୍କର ଏକବାର ପାଖାପାଖି ମଣିଷ। ତେଣୁ ସେ ସେୟା କହୁଥିଲେ, କହିଲେ ହଁ ହଁ ଆରଏସ୍ ଆରଏସ୍ ବଢିଆ ମଜାଟେ। କହିଲେ ଆରଏସ୍ ମାନେ ଆରଏସ୍। ତୁମେ ଏଇନା ଆରଏସ୍ ପ୍ରିୟ ହେଇଯାଇଛ। ଭିଟାମିନ୍ ଏମ୍ ଅଭାବରେ ସବୁ ପ୍ରକାର ବେମାରୀ, ସବୁ ପ୍ରକାର ସାମାଜିକ ଅସ୍ଥିରତା, ସବୁ ପ୍ରକାର ଗଣ୍ଡଗୋଳ, ପ୍ରେମ ପ୍ରୀତି ହଜି ଯାଉଛି। ଭିଟାମିନ୍ ଏମ୍ ଅଭାବ। କାମିନୀ କାଞ୍ଚନ ଠାକୁର ଧରିଲେ ସେଇଠି ହାତ ମାଇଲେ, ତୋର ଅତି ପ୍ରିୟ ଜିନିଷ ପ୍ରିୟ କର୍ମକୁ ଦେ। ସିଧା କଥା। ତୋର ତନୁ ମନ ଧନ ଲଗେଇକି ସକାଳୁ ରାତି ପର୍ଯ୍ୟନ୍ତ କଣ ସେଇ ତ ଟଙ୍କାରେ ମାପ ହଉଛି। ଆଉ କେତେ ଟଙ୍କା ମୁଁ ରୋଜଗାର କଲି, ମୁଁ କେତେ ଯୋଗ। ଅନେକ କହନ୍ତି ନା, ଯାହା ହଉ ଛୁଆ ଦିଟାରେ ତୋର ମଣିଷ କରିଦେବ।
ମଣିଷ ମାନେ ଦିଲ୍ଲୀ ବମ୍ବେ ହାଇଦ୍ରାବାଦ କୋଉଠି ବାଙ୍ଗାଲୋର ରହିକି ମୋଟା ଆଙ୍କର ଦରମା କରୁଛି। ଭିତରେ ପଶିଲା ବେଳକୁ ପାଠ ଯାହା ଦେଖୁଛୁ ଏ ଟଙ୍କା ପଇସା ମୋର ଅଧିକାରୀ ହବା ମଣିଷ ହବା ଅଲଗା କଥା। ବହୁ ପରିଚିତ ଶ୍ରୀ ଶ୍ରୀ ଠାକୁରଙ୍କ ସହିତ ଏକ ସମ୍ଭ୍ରାନ୍ତ ପରିବାରର ସ୍ୱାମୀ ସ୍ତ୍ରୀ ବୃଦ୍ଧ ବୃଦ୍ଧା ହେଇଗଲେଣି, ଠାକୁର ଦର୍ଶନରେ ଆସିଛନ୍ତି। ଚିହ୍ନିଥିବା ଲୋକଙ୍କୁ ଠାକୁର ଟିକେ ସୁହାଗର ଡାକଟେ ମାରି ଦିଅନ୍ତି ତବେ କଥା ଭଲ ଆଜ୍ଞା। ସେ ତାଙ୍କ ସହଧର୍ମୀ ଯାଇଥିଲେ, କହିଲେ କଣ ଠାକୁର ଭଲ ପଚାରୁଛନ୍ତି, ଆଉ ଏଇ ବୟସରେ ଆମେ ଭଗବାନ ଆମକୁ କଷ୍ଟ ଦଉଛନ୍ତି। ଠାକୁରଙ୍କ ଆଗରେ ବସିକି କହୁଛି ଭଗବାନ ଆମକୁ କଷ୍ଟ ଦଉଛନ୍ତି। ଠାକୁର କହିଲେ ଭଗବାନ তোমার কি অসুবিধা করলে? କହିଲେ ଆଜ୍ଞା ଏଇ ବୟସରେ ହନ୍ତସନ୍ତ ହଉଛୁ, ଯଦି ଆମ 2 ଜଣଙ୍କୁ ଜ୍ୱର ହେଇଗଲା ଔଷଧ ପାଣି ଦେବାକୁ କେହି ନାହିଁ। ଆମେ କହୁଛୁ ତୁ ପଳିଆ, ଆମର ବହୁତ ହେଲାଣି, ବହୁତ ଆଣିଲୁଣି ଆମେରିକାରୁ। ସିଏ କହୁଛି ଏଠିକି ପଳେଇ ଆସ। ଲାଗିଛି ତ କମ୍ୟୁନିକେସନ ଗ୍ୟାପ୍ ରହିଛି, ଜେନେରେସନ ଗ୍ୟାପ୍ ରହୁଛି, କେହି କାହାକୁ ବୁଝିପାରୁନାହାନ୍ତି। ସିଏ କହୁଛନ୍ତି ପଳେଇ ଆସ ଆମେରିକାରେ ରହିବା, ଇଏ କହୁଛନ୍ତି ତମେ ଗାଁକୁ ପଳେଇ ଆସ, କେହି ଆସୁନାହାନ୍ତି। ସବୁ ଅହଙ୍କାର ଜିଦ୍ଦିରେ ଅଟଳ। ଠାକୁର ସେଇଠି କହିଲେ ଭଗବାନ ତୁମର କଣ ଅସୁବିଧା କଲେ? ତୁମେ ତ କହିଥିଲ ପୁଅଟିଏ ଦିଅ, ଅନେକ ଦିନ ପରେ ତମକୁ ଭଗବାନ ପୁଅଟିଏ ଦେଲେ। ଭଲ ପାଠ ପଢିଲ ଭଲ ବି ପଢିଲ, ଏଇ ସ୍କୁଲରେ ମାଷ୍ଟର, ତାପରେ ଟ୍ୟୁସନ, ବାପା ବୋଉ ସବୁ ଲାଗିଗଲା। ତାକୁ କଷିକି ଅଦା ଛେଚିଲା ଭଳିଆ ଛେଚି ରସ କାଢି 95 98 ଯାକେ ଟାଣିଲା। ଦାଦା 92 ରଖିଛି, ହବ ନା ବିଜେପିରେ? କହିଲି 92 ତ ପୁରା ବର୍ଡର ଲାଇନଟା, ଆଉ ହେଇଥାନ୍ତା। ଏଇ ତା ବାପ ପା ଅଜନା, ସିଏ କଣ ମାଷ୍ଟର କହିକି ମାର୍କ ବଢେଇ ଦେଲା। ଇଏ ହଉଛି ମତ ମନ୍ତବ୍ୟ। ଶିକ୍ଷା ଭିତରେ ଆକ୍ରୋଶ କେମିତି ପୂରିକି ରହିଛି, ଜଣେ ଜଣକୁ ଦେଖିକି ସହିପାରୁନି। ଇଏ କି ପାଠ? ସବୁ ଏଇଠି ଧରା ପଡୁଛି ଠାକୁରଙ୍କ ପାଖରେ ଆସିଲା ପରେ। ହେଲା କାହିଁକି ମନ ଦୁଃଖ କରି ବସିଛୁ କି? ତା ପୁଅଟା ଫେଲ୍ ହେଇଗଲା, ଏତେ ନାଗି ତାକୁ ଟ୍ୟୁସନ ଦେଇ ଫେଲ୍ ହେଇଗଲା। ହେଲା ଫେଲ୍ ପାସ୍ ଲାଗିଛି, ତୁ ସେଥିରେ କାହିଁକି ମନ ଦୁଃଖ କାହିଁକି କରୁଛୁ? ଆଉ ଥରେ ପରୀକ୍ଷା ଦଉ, ସମସ୍ତଙ୍କ କଣ ସବୁ ପାଠ ଠିକରେ ହୁଏ? ତାକୁ ବୁଝେଇଲା, କହିଲା ନା ସେ କଥାଟା କଣ କି ସେ ତା ସାଙ୍ଗଟା ପାସ୍ କରିଗଲା ତ ତା ମନ ଦୁଃଖ କଣ? ତା ସାଙ୍ଗଟା ଯଦି ଫେଲ୍ ହେଇଥାନ୍ତା, ଗୋଟେ ଫେଲ୍ରେ ପଳେଇଥାନ୍ତା ସବୁ। ତା ପୁଅଟା ଫେଲ୍ ଗଲା, ତା ସାଙ୍ଗଟା ଦେଖନ୍ତୁ କୁଆଡେ ପାଠ କୁଆଡେ ନଉଛି। ଶିକ୍ଷା ଅର୍ଥ ଚରିତ୍ର ଗଠନ ପୁସ୍ତକ ପଠନ ନୁହେଁ, ବିଏ ସାହିତ୍ୟରେ ପଢା ଯାଉଛି। ସେଇଠି ଠାକୁର କହିଲେ ଯାହା ତ ମାଗିଥିଲି ଭଗବାନ ଦେଲେ, ପୁଣି ଅସୁବିଧା କଣ ହେଲା? ଭଗବାନଙ୍କର କଣ ଅସୁବିଧା କଲେ? ଠାକୁର ନିଠେଇକି ସେଟାକୁ ପଚାରୁଛନ୍ତି। ମାଟି କହୁଛି ମଣିଷ ବେଳେ ମଣିଷ ହେଲାନି। ଠାକୁର କହିଲେ ତାକି তুমি চেয়েছিলে? ଧରିଲେ ଠାକୁର ସେ କଣ କହୁଛୁ କହିଯା, ତାଙ୍କରି ଆଗରେ ବସିକି ତାଙ୍କୁ ହାର୍କିଂ ଦେଖାଉଛୁ। ଭଗବାନ ଅସୁବିଧା କରିଦେଲେ। ଆମେ ମାନିବୁନି, ବିଧିବିଧାନ ମାନିବୁନି। ଠାକୁର କହିଲେ ବିଧାତା ନିଜେ ବିଧିର ଅଧୀନ। ଯୋଉଥିପାଇଁ ପଚାରିଥିଲେ ମୁଁ ସତ୍ୟାନୁଷ୍ଠାନ ଲେଖିଲି କାହା ପାଇଁ? ସମସ୍ତେ କହିଲେ ଜଗତର କଲ୍ୟାଣ, ମଣିଷ ସମାଜର ମଙ୍ଗଳ। କିଏ କେତେ କଥା କହିଲେ? ଶ୍ରୀ ଶ୍ରୀ ବଳଦା ସବୁ ତ ଲୀଳା ତାଙ୍କର। ଆସି ଶ୍ରୀ ଶ୍ରୀ ଠାକୁରଙ୍କୁ ପ୍ରଣାମ କରନ୍ତି। ଶ୍ରୀ ଶ୍ରୀ ଠାକୁର ସେଇ କଥା ପଚାରିଲେ, କହିଲେ ବଡ ବଡ ଆମେ ସତ୍ୟାନୁଷ୍ଠାନ ଲେଖିଲା କାর জন্য? କହିଲେ ଆଜ୍ଞା আমার জন্য। ସିଧା ମୋ ପାଇଁ ଆଜ୍ଞା, ମୁଁ କରିବି। ତୁମେ ଠିକ ଠିକ ଜାଣ ଯେ ତୁମ ନିଜର, ତୁମ ପରିବାରର, ଦଶର, ଦେଶର ବର୍ତ୍ତମାନ ଭବିଷ୍ୟତ ପାଇଁ ତୁମେ ହିଁ ଦାୟୀ। ଆଉ ଟିକେ କଡା କଥା ବି ଠାକୁର ଲେଖିଲା, ଯାହାର ବ୍ୟକ୍ତିତ୍ୱ ଅଛି, ଆତ୍ମମର୍ଯ୍ୟାଦା ଅଛି, ସେ ନିଜକୁ ନିଜେ ଶାସନ କରେ। ମତେ ଏଇ ଠାକୁରଙ୍କ ଲାଇନ ଗୁଡାକ ଶାସନ କଲା ଭଳିଆ ଲାଗେ। ମୁଁ ତ ନୂଆ ନୂଆ ଟିକେ ସ୍ୱସ୍ଥ ନେଲା ପରେ ଆଉ ଟିକେ ଚଙ୍ଗ ବଢିଗଲା। ସାଇକେଲ ଖଣ୍ଡ ଧରିକି 22-23 କିଲୋମିଟର ରେଡିୟସ୍ ଆମେ ଘୁରୁଥିଲୁ। ସେତେବେଳେ ମୋଟର ସାଇକେଲ ଏ 4-5ଟା ବିଜେପି କଲେଜରେ ସବୁ ଶୁଣିଲାଣି। ଚିନ୍ତା କର, ଆଲୋଚନା ହୁଏ, ଏଇ ଲୋକଟା ମୋରି ବିଷୟରେ ଜାଣିଛି କଣ ମତେ ଦେଖେଇକି କହୁଛି। ଆମର ସବୁ ବଦଗୁଣ ଗୁଡା ଅଛି ତ। ଠାକୁରଙ୍କର କଥା ଏକେବାରେ ଖାଣ୍ଟି କଥା। ଠାକୁର ନିଜେ କହିଛନ୍ତି ମୋର କଥା ଅନେକଙ୍କୁ ଅପସନ୍ଦ ହେଇପାରେ, କିନ୍ତୁ ପରମ ପିତା ମୋ ମୁହଁ ଦେଇ ଯାହା କହିଦେଇଛନ୍ତି ମୁଁ ତାହା କହି ପକାଏ। ଅନେକଙ୍କର ମନକୁ ନ ପାଇପାରେ, ତଥାପି ଲେଖି ରଖିଥା, ଦାସୀର କଥା ବାସି ହେଲେও କାଜେ ଲାଗିବ। ଏ ଦାସୀର କଥା ବାସି ହେଲେও କାଜେ ଲାଗିବ। ନିଜକୁ କେତେ ନିମ୍ନ ଭାବରେ ରଖିକି ଠାକୁର, ମୁଁ ଗୋଟେ ଆପଣମାନେ ଦେଖିଥିବେ ମେମୋରିଆ ଯାଇଛନ୍ତି ତ ଘର ମେମୋରିଆ ବୁଲିକି ଦେଖିଛନ୍ତି, ନିରୀକ୍ଷଣ କରିଥିବେ କି ନାହିଁ ମୁଁ କହୁଛି। ଗୋଟେ ଠାକୁର ଗୋଟେ କାର୍ ପାଖରେ ଠିଆ ହେଇଛନ୍ତି ବାହାରେ, କୁଆଡେ ଗୋଟେ ଅନେଇଛନ୍ତି ଦିଗ୍ବଳୟ ଆଡକୁ, ଏବଂ ତାଙ୍କ ଲୁଗାଟାକୁ ଦେଖିଦେଲା ବେଳକୁ ଆଗରୁ ଯୋଉ ସୋଡାରେ ପୁରେଇକି ସିଝେଇ ଦିଅନ୍ତିନି ନା,
ଦିଅ ଦିଅ ସେ ଲୁଗା ଛିଣ୍ଡିକି ଆଣି ଦିଅ ମୁଁ ତାକୁ ସୋଡ଼ାରେ କାଟି ଦିଏ ସେଟା ସଞ୍ଜୟ ବଳିତା ହବ ଘରେ କଣ ସେଟାକୁ ସେଇ ଠାକୁରଙ୍କର ଗୋଟେ ଧୋତି କିଣୁଛନ୍ତି ମାନେ କୁଚା କୁଚା ହେଇଛି ଆମର ସତ କଥା ଆଇରନ୍ ଲମ୍ବା ତାଙ୍କ କଥାକୁ ବାହାରି ପାରୁ କୋଉଥିରେ ଲିପ୍ତ ନୁହନ୍ତି ଯେରକମ ଭାବରେ ଠିକ ସେଇଟା ଜଗତକୁ ଦେଖେଇଲେ ବାପା ଯେରକମ ହେବେ ସନ୍ତାନ ସେରକମ ହେବେ ସହଧର୍ମିଣୀ ଯଦି ସ୍ୱାମୀଙ୍କୁ ସେହିପରି ଜ୍ଞାନ କରନ୍ତି ଦେବତା ଜ୍ଞାନ ଈଶ୍ୱର ଜ୍ଞାନ କରନ୍ତି ଯାହା ଜଗତ ଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଠାକୁର ଜ୍ଞାନ କରିଛନ୍ତି ଈଶ୍ୱର ଜ୍ଞାନ କରିଛନ୍ତି ଗୋଟିଏ ଶବ୍ଦ ବି ବିରୁଦ୍ଧରେ ଠାକୁରଙ୍କ ଠାରୁ ସେ ଶୁଣି ନାହାନ୍ତି ଠାକୁରଙ୍କ ବାବଦରେ ଶୁଣି ପାରିନାହାନ୍ତି ଆପଣ ଜାଣିଛନ୍ତି ଯୋଉ ବିବାହ ହେଇ ଆସିଲା ପରେ ପିତୃଦେବ ଆସିଥିଲେ ଝିଅ ଘର ବୁଲି ଦେଖିବା ପାଇଁ ଆପଣମାନେ ଜାଣିଛନ୍ତି ମା ଠାକୁର କହିଲେ ଏଇ ବାବା ଆସିଛନ୍ତି ବଡ ବୋଉକୁ ଖବର ଦେ ଦୌଡ଼ିକି ଲୋକ ଖବର ଦେଲେ ଯେ ବାବା ଆସିଛନ୍ତି ଆପଣ ଆଶ୍ଚର୍ଯ୍ୟ ହେବେ ବାବା ଯେତେ ପାଖାପାଖି ଆସିଥାନ୍ତି ପାଖାପାଖି ହେଇଗଲା ବେଳକୁ ଭିତରୁ କବାଟ ଦେଇଦେଲେ ବଡ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଇଥିଲା ଚିନ୍ତା କଲେ ଝିଅ ବାପାଙ୍କୁ କବାଟ ଦେଇଦବ ଆଜିକାଲି ବାପ ଘର ନାଁରେ ପଦେ କହିଲେ ନିଆଁ ଲଗେଇଦେବେ ଖବରଦାରୀ ମୋ ବାପା ନା ଧରିବ ଆଉ ଯୋଉଟା ଆମେ ଦେଖୁଛୁ ପ୍ରାୟତଃ ମୁଁ ମତେ ମିଶେଇ କହୁଛି କବାଟ ଦେଇ ଦେଇଥିଲେ ଠାକୁରଙ୍କ ପାଖରେ କଥା ପହଞ୍ଚିଲା ଠାକୁର ନିଜେ ଦୌଡ଼ିକି ଆସିଲେ ଲୋକପାଳି ସ୍ୱଭାବତ ମାଙ୍କର ଅନ୍ତର ବେଦନା ବି ବୁଝୁଛନ୍ତି ଇଆଡେ ପିତୃଦେବ ଲୋକ ମଧ୍ୟ ଲୋକାଚାର ସଦ୍ଗୁରୁକାଚାର ସଦାଚାର ଇଏ ହଉଛନ୍ତି ପରମ ପିତା ଦୌଡ଼ିଗଲେ ବଡବୋଉ ଠାକୁରଙ୍କ ପାଟି ଶୁଣିଲେ ଫଟକିନା କବାଟ ଖୋଲିଦେଲେ ଏବଂ ଛୋଟ ପିଲା ପରି କବାଟ କଣରେ କହିକି କାନ୍ଦିଲେ କାହିଁକି ତାଙ୍କ ସାନ ଭଉଣୀ ବୁଲି ଆସିଥିଲେ ଘରର ଭଲ ମନ୍ଦ ପଚାରୁ କେମିତି ସବୁ ଅଛନ୍ତି ସାନ ଭଉଣୀ ଏତିକି ପଦେ କହିଦେଲେ ବାପାଙ୍କ ବହୁତ ମନ ଦୁଃଖ ଏ ଡାକ୍ତର ବୋଲି ଦେଖିକି ଜୋଇ କରିଥିଲେ ଆଉ ସିଏ କଣ ଗୋଟେ କୀର୍ତ୍ତନ ନେଇ ମାତିଲେଣି ଦୀକ୍ଷା ମନ୍ତ୍ର ତାଙ୍କ ମନ ବହୁତ ବେଳେ ବେଳେ କହି ପକାନ୍ତି ମୋ ଭାଗ୍ୟ ଖରାପ ମୁଁ ଗୋଟିଏ ବାନର ବେକରେ ମୁକ୍ତା ମାଳ ଦେଇଦେଲି ଚୁପ୍ କର ଆଉ ଦିନ ଏପରି ଶବ୍ଦ କହିବେନି ବିରାଟ ଗର୍ଜନ କରି ମା ଡରେଇ ଦେଲେ ସେ ଭୟ ପାଇଗଲେ ସାନ ଯାହାର ମୁଖରେ ମୋର ପ୍ରଭୁର ନିନ୍ଦା ତାର ମୁଖ ଚାହିଁବ ନା ଛୁଆ ଦେଖନ୍ତୁ ଶ୍ରୀ ଶ୍ରୀ ବଡମା ଜ୍ୟେଷ୍ଠ ଆତ୍ମଜ ଦେଖନ୍ତୁ ସେ ବି ସେଇ କଥା କହିଲେ ଏ ଦୁନିଆରେ କିଏ ଜାଗତିକ ଯୋଗାଯୋଗରେ ଦୁନିଆରେ କିଏ ମୋର ବାପା କିଏ ମୋର ଭାଇ କିଏ ମୋର ମାମୁଁ କିଏ ମୋର ସାଙ୍ଗ ବନ୍ଧୁ ଯିଏ ଠାକୁରଙ୍କର ନୁହଁ ସେ ମୋର ନୁହଁ ଏହା ତାଙ୍କ ସାରା ଜୀବନ କରିବି ସାରାଟା ଜୀବନ ତାଙ୍କର ସେ ପ୍ରଚଣ୍ଡ ଶୀତରେ ପୂଜନୀୟ ବଡ଼ଦିଦି ଲେଖିଛନ୍ତି ବାବା କାରଣ ଏ କଥାଟା କାହିଁକି କେତୋଟି ଘଟଣା ମନେ ପଡୁଛି ବୋଲି କହୁଛି ସେ ବିଷୟରେ ସବୁ କିଏ ସାରିବ ତାଙ୍କର ଜୀବନ ବ୍ୟାପୀ ପ୍ରତି ମୁହୂର୍ତ୍ତରେ ଲୀଳା ତଥାପି ତାଙ୍କ ଆଗରେ ଆମକୁ କହିବାକୁ ପଡେ କାହିଁକି ନା ନିଜେ ଆଚାର୍ଯ୍ୟଦେବ କହିଛନ୍ତି ଯେ ଆଲୋଚନା ବି ପ୍ରয়োজন କାମ ବୋଝନ ସତେ ଆଲୋଚନାରେ ପ୍ରয়োজন କାରଣ ଆଲୋଚନା ଭିତରେ ଲୋଚନ ଅଛି ଲୋଚନ ଶବ୍ଦଟା ଅଛି ଆମେ ଯେତେ ସବୁ ପୁରୁଣା ଦାଦାମାନଙ୍କ ସାଥିରେ ଘୁରିଛୁ ବେଗ ବିସ୍ତାରି ଧରିକି ଗଭୀର ବିଲରେ ଚାଲି ଚାଲି ରାତିରେ ରହୁ ଦୀକ୍ଷା ହୁଏ ପୁଣି ସେଇ ମାଟାଡୋର ନଇକା କହନ୍ତି ଏଇ ମାଟାଡୋରଟା ତାର ଭିତରେ ଗଦି ନାହିଁ ସୁଧୁ ଲୁହା ଗୁଡାକ ଗୋଟେ ଜର୍କିଂ ପଡିଲେ ମୁଣ୍ଡ ଫାଟିବାର ସମ୍ଭାବନା ଅଛି ସେଇଥିରେ ନଇକି ଯାଉ କହନ୍ତି କଳ୍ପନା ଛକରୁ ବନମାଳୀପୁର 22 କିଲୋମିଟର ଯଦି ମାଟାଡୋରରେ ଚାଲିଗଲୁ ତ ତୋର ବଡି ଫିଟ୍ ଅଛି ବୋଲି ଜାଣିବୁ ବଡିର ଫିଟନେସ୍ ଚେକ୍ ପାଇଁ ଗଲେ ଡାକ୍ତର ପାଖକୁ ଯିବୁନି ଖାଲି ମାଟାଡୋରରେ ସେ ନଇକି ତ ବସିବ କଳା ପାଣି ପାର ଭଳିଆ ନଇକି ରହିବ ଆଉ ଉଠିପାରିବ এই অবস্থায় আমি ঘুরিছি বুঝুছি এই পূজনটা আমার স্মৃতিটা ମୁଁ একবার ଆନନ୍ଦରେ ଉଲ୍ଲସିତ ହେଇଗଲି ମୁଁ ଯାହା ଆମର 8 ତାରିଖ ହେବାକୁ ମୋତେ ଗୋଟେ ସୁଯୋଗ ମିଳିଲା ଥରେ ମାର୍ସା ଖାଇ ଆସିଥିଲି ପୁଣି ଆଜି ସୁଯୋଗ ଆଜି ଦିନ ହିଁ ତାଙ୍କର ଦିନ ଏଇ ଜାଗାରେ ସୁରେଶଟା ଆମେ ଗୋଟେ ସତ୍ସଙ୍ଗ ଆଡ଼େ ଆସିଥିଲୁ ଭେଟ ଚେକ୍ ସବୁ ହେଇଗଲା ହୁସିଲା ମୁଁ ସବୁବେଳେ ଏଇ ଘରଟା ଦେଖିକି ବଡ ଆନନ୍ଦ ଲାଗେ ଯାହା ସେଇ ଘରେ ପାଣି ମନ୍ଦିର ପିଇବାର ସୁଯୋଗ ମିଳିଲା ମା ଯତ୍ନରେ ଚା ଇତ୍ୟାଦି ବ୍ୟବସ୍ଥା କଲି ଖୁବ ଆନନ୍ଦ ଲାଗିଲା ମୁଁ ଭାବୁଛି ଏଇଟା ଶ୍ରୀ ଶ୍ରୀ ବଡ଼ଦାଙ୍କର ଦୟା କାରଣ 76 ମସିହାରେ ତାଙ୍କ ଦର୍ଶନ କରିଥିଲି ନୂଆ ଦୀକ୍ଷା ନେଇଛି ନଗଦ 8/1/76 ବୋଧେ 6-7 ମାସ ପରେ ମୁଁ ଦୌଡ଼ି ଯାଇଛି ଖବର ପାଇକି ବଡଦା ହେଇଛନ୍ତି ବଡଦା କଣ ତା ମାନେ ବି ଜାଣିନଥିଲି ପଛେ ଜାଣିଲି ବଡ ଦାଦା ମାନେ ବଙ୍ଗଳାରେ ଭାଇ କିନ୍ତୁ ଆମର ଜଣେ ଥଟା କରିକି ସାର୍ ଆମ ଗାଁରେ ଦାଦା ହିସାବ କହନ୍ତି କହିଲେ ଏଇ ପିତାମ୍ବର ସେ ପିତାମ୍ବର ସାର୍ ଜଣେ ଥିଲେ ଆମର ଭଲ ଅରେଟର ଜଣେ ଏବଂ କହିଲେ ଏଇ ପିତାମ୍ବର ତମ ଯୋଉ ବାପାକୁ ଯୋଉ ଭାଇ କହନ୍ତି ସେଇ ଦୀକ୍ଷା ନାହିଁ ଏମିତି ଥଟା କରି କହନ୍ତି
ସେ ପୁଅଟା ଏମିତି କହୁ କହୁ କହିଦେଇଛି ଧରଣୀ ଭାଇ ମୋ ପୁଅ କହିଦେଲା ତାକୁ ସେ ଧରି ଠିକ ଆଉ କିଛି କାମରେ ପଶିବନି। ଭଲ କଥା ଦୋଷ ଦେଖି ଦେଖିକି ଏତେ ମାତ୍ରାରେ ମଣିଷ ଦୁଷ୍ଟ ହେଇଯାଇଛି ଭଲ କଥା ଢୁକିବ ନାହିଁ ଠାକୁରଙ୍କ ବାବଦରେ। ତେଣୁ ଏଇଠି ତହିଁଆର ଦିନ ରଙ୍ଗ ହୋଲି ଖେଳା ହବ। ସୁରେଶ ଦା କହିଲେ ଗୋଟେ କାଲି ହବ। ତେଣୁ ହୁସିଦା କହିଲେ ହଉ ଆଜ୍ଞା ହଉ। କହିଲେ ରୋଷେଇ ମୁଁ କରିବି ମାଟି ହାଣ୍ଡେ ପଖାଳ ସକାଳୁ ପଣସରେ କଠାଟା ମୁଁ କରିବି। ସେ ଗୋଟେ ବଢିଆ ପାଗରେ ହେଇଥାଏ ସେଟାକୁ ଭଜା କହିପାରିବେନି ଝୋଳ ତରକାରୀ କହିପାରିବେନି ଗୋଟେ ମଖା ଗୋଟେ ପାଗ ବଢିଆ ହେଇଥିଲା। ସେ ଏବେ ମନେ ପଡୁଛି ସେ ଗୋଟେ କି ଚାଉଳରେ କଳା କଳା ଚାଉଳରେ ମାଟି ହାଣ୍ଡିରେ ସୁରେଶ ଦା ରାନ୍ଧି ପଖାଳି ଥିଲେ। ଆମେ ରଙ୍ଗ ହୋଲି ସବୁ ଖେଳିକି ଏଇଠି ଆମେ ଦ୍ୱିତୀୟ ଯାଇଛୁ କେଜାଣି ମାଲିକଙ୍କର ଦୟା 76ରେ ଦର୍ଶନ କରିଥିଲି 78ରେ ଦେଖିଲି ନିଜେ କରଣଟିଏ ଧରିକି ଶୁଭ ଦଉଛନ୍ତି ଭୁବନେଶ୍ୱର ଶ୍ରୀମନ୍ଦିରର ଇଟା ମସଲା ଧରିକି। ସେ ଦୃଶ୍ୟ ମହତାବଜୀ ହରେକୃଷ୍ଣ ମହତାବଜୀଙ୍କ ସହିତ କୋଳାଗ୍ରତ ହେଉଛନ୍ତି। ଗୋଟେ ବିରାଟ ପ୍ରାର୍ଥନା ହବ ଲୋକ ଖଚାଖଚ ଜମିଗଲେଣି ଯୋଉଟା ଅଲ୍ ଇଣ୍ଡିଆ କନଫରେନ୍ସଟା ଆମର ଭୁବନେଶ୍ୱର। ମୁଁ ଭାବୁଛି ସେଇଟା ଅନେକ ବି ସ୍ୱୀକାର କରନ୍ତି ସେଇଟା ଆଖି ଖୋଲିଦେଲା। ମୁଁ ଦୀକ୍ଷା ପୂର୍ବରୁ ଭାବିଥିଲି ଏତେ ତ ବାବା ଅଛନ୍ତି ଇଏ ଜଣେ କିଏ ଅନୁଗୁଳ ବାବା ହେଇଥିବ। ମତେ ତା ଜଣେ କହିଲା ମୁଁ କହିଲି ତୁ ଦୀକ୍ଷା ତ ନେଇଛୁ ଜୟଗୁରୁ କହୁଛୁ ଠାକୁରଙ୍କ ନାଁ କଣ କହିଲୁ? ମୁଁ ତାକୁ କହୁଥିଲି ପଚାରିଲି କହିଲା ଅନୁଗୁଳ ବାବା। ମୁଁ କହିଲି ନା ବେ ସମ୍ବଲପୁର ବାବା। ତୁ ଏଇଆ ଦୀକ୍ଷା ନେଇଛୁ ତୋର ଆଗ୍ରହ ଟିକେ ନାହିଁ ପଚାରିବୁ ଝିଅ ପାଇଁ। ଆଉ ଗୋଟେ ସାଙ୍ଗ 4 ଜଣ ରୀତିକି ଖାଇଲାଣି ଖାଇଲାଣି ମାନେ ନେଉଛି ଛାଡୁଛି ନେଉଛି ଛାଡୁଛି 4 ଜଣ ରୀତିକି। ସେଠୁ ମୁଁ କହିଲି କଣ ତୋର ହଉଛି କଣ? ରାଉରକେଲାରେ ଚାକିରି କରିଥାଏ। ହଉନି କୋଉଟା ହଉନି କହୁନ ପାଖରେ ପକେଟରେ ଅଛି ନା ପଇସା 10 ଟଙ୍କା ପଇସା ଚଳୁଥାଏ। କହିଲା ହଁ ଧରି 10 ପଇସା କହିଲା ତାରି ଘରେ ବସେଇ ମନ୍ତ୍ର ମନେ ଅଛି ନା? କହିଲା ହଁ କହ କହିଲା ବୋଲେ ଏବେ ହେଲା ପା ହଉନି କଣ ତ କଣ ହଉଛି କଣ? ঠাকুর কহিলে নিজেদের ছেলে পিলে আর তাদেরও সন্তান সম্পত্তি 25-25 চেপেও সুখে তাতে নাই অব্যাহতি। নিজের পিলা ছুয়া নাতি নাতুণী ও মোর পড় টাকার 18 সুଧ দে অষ্টমী ମୋ ଛୁଆ ପିନ୍ଧିବେ ନାହିଁ ନା ନିଆଁ ଲଗେଇଦେବ ଘରେ ସାବିତ୍ରୀ ବ୍ରତରେ ଆସିବ ନାହିଁ ନା ଯେମିତି ଆମେ କରେ ଠାକୁର ସେଇ କଥାଟା କହୁଛନ୍ତି ନିଜେদের ছেলে ପିଲେ ପୁଣି ତାଦେরও ସନ୍ତାନ ସନ୍ତତି। ରିଟାୟାର୍ଡ ପରେ କଣ ନାତି ନାତୁଣୀଙ୍କ ବେଗ ନେଇ ତ ଛକକୁ ଯିବା ଗାଡିରୁ ନେଇକି ଆଣିବା ଆଉ କଣ। ভুবনেশ্বর তো স্টেট ক্যাপিটাল রাজ্যের ক্যাপিটাল অবস্থা যোড়িয়ে ভাড়ি গোটে সেক্রেটারিয়েট 9 তালা ভাড়ি আউ গোটে হচ্ছে ক্বার্টার ভাড়ি। ইয়ে ভাড়িরে ঘুটরু ঘুম পারা ভଳିଆ সেইটি খাইলে সেইটি হবিলে ରୋଷେଇ ଘର ଡାଇନିଂ ସେଇଠି ପାଇଖାନାଟା ସେଇଠି ପାରା କଣ ଯୋଉଠି ଖାଇକି ସେଇଠି ହବନ୍ତି ହୁଡୁରୁ କିନା ଉଡି ଯିବେ ଯେ 10ଟା 11ଟା ଭିତରେ ସବୁ ପଶିଯିବେ ବଡ ଭାଡିରେ ସେକ୍ରେଟାରିଏଟ ଭାଡି। ଆପଣ ଲକ୍ଷ୍ୟ କରିଥିବେ 9 ତାଲା ଭାଡି ପୁରା ପାରା ଭାଡିର ଜୀବନ ଆମମାନଙ୍କର ସବୁ ଲକ୍ଷ୍ୟ କରିକି ଠାକୁର ସେ ଭାଡ଼ିଟା ଦଉଛନ୍ତି। ନିଜେদের ছেলে ପିଲେ তাদের সন্তান সন্ততি 25-25 চেপে ও সুখে তাতে নাই অব্যাহতি। ইষ্ট প্রয়োজনের বিଳୟ কিন্তু দিতে ତାଙ୍କୁ ଥମକି ଗଲି ତାଙ୍କ ପ୍ରୟୋଜନ ବେଳକୁ ଟିକେ ଅଟକି ଯାଉଛି। ନିଜର ବେଲାয় সব চলে তোর তাকে দিতে অটকি ରହିଲି ଲୁଚିକି ରହୁଛୁ ଆଇଲେଣି ମାଗିବେ। এটা ହୁଏ ପ୍ରାଥମିକ ସ୍ତରରେ ସେଇଟା ଠାକୁର କହୁଛନ୍ତି ତାଙ୍କ ଦେବା ପାଇଁ ତୁ ଅଟକିକି ରହିଲୁ তবুও তুই চাষরে পাবি লক্ষে সোনা মানিকি হীরা প্রার্থনা করছো এটা দিও সেটা কর হে মা সঠি বুড়ি লম্বা হুড়ুহুড়ি পকেই শঙ্খ বজেই তা কপাଳ কেମିତି ଭଲ হব তা জাতকরে 2 ধাড়ি ভলিকি লেখিদে এইসব আমি কেতে উদ্ভট কারবার সব করি গোটে ছুয়ার কল্যাণ মঙ্গল পাই সুখরে রহিয়া পাই শান্তিরে রহিয়া পাই আনন্দ রহিয়া পাই মূল পাটক কিন্তু ছাড় ଦେଇছে। ସେଇଥିପାଇଁ ଠାକୁର କହୁଛନ୍ତି ତେବେ ବି ତୁ ଚାହୁଁଛୁ ପାଇବୁ ଲକ୍ଷେ ସୁନା ମାଣିକି ହୀରା ଲକ୍ଷ୍ମୀ କି ତେଜୁ ତୁଇ ଠେଲି ପାଦେ ରହିଲି ସଦା ହା ଭାତ ଘେରା ହା ଅନ୍ନ ରହିବୁ ରାତି ପାଇଲେ ଦେଖିବୁ ଆଜି ପାଇଛୁ ସୁବିଧା ସୁଯୋଗ ଖୁସି ରହିପାରୁନୁ ଶାନ୍ତ ହେଇପାରୁନୁ। ଠାକୁର যেটা କହିଛନ୍ତି ଶ୍ରୀ ଶ୍ରୀ ବଡ଼ଦାବୀ ଅନେକଙ୍କୁ କହିଛନ୍ତି ସବୁ ଅବସ୍ଥାରେ ସନ୍ତୁଷ୍ଟ ରହିବା ପାଇଁ চেষ্টা কর শান্তি শান্তি କରି ঘুরে বেড়াচ্ছিস নাম করে জগৎকে ভুলা দিতে পারিস না শান্তি পাবি কোথায়? শান্তি দরজার চাবি কিন্তু আমার হাতে। নাস্তি বুদ্ধি অযুক্তস্য নচ যুক্তস্য ভাবনা নচ ভাবতে শান্তির সন্তোষ কুত সুখম সুখ শান্তি আসিব কোଉଠି? ଠାକୁର କହିଲେ ଚାବିଟା ମୋ ହାତରେ। ତୁ କୁଆଡେ ଖୋଜୁଛୁ ଭଗବାନ ଈଶ୍ୱରଙ୍କୁ? ବହୁ ରୂପେ ସମ୍ମୁଖେ তোমার ଶ୍ରୀରାମଚନ୍ଦ୍ର ରୂପରେ କୃଷ୍ଣଚନ୍ଦ୍ର ରୂପରେ ବୁଦ୍ଧଦେବ ରୂପରେ ହଜରତ ରସୁଲ ରୂପରେ ସବୁ ରୂପରେ ଚୈତନ୍ୟ ମହାପ୍ରଭୁ ରୂପରେ ଏବଂ ସେ କହିଯାଇଥିଲେ ଏଇ ମତେ ହଇବେ 2 ଅବତାର ଆସିଲେ ରାମକୃଷ୍ଣ ରୂପରେ। ଯୋଉ ପାଠ ସମାଜକୁ ଦେଲେ ମଣିଷ ସମାଜକୁ କାମିନୀ କାଞ୍ଚନ ଠାରୁ ତଫାତ ସେଟା ଟିକେ କଡା ପାଠ ହେଲା ଅନର୍ସ ପାଠ ହେଇଗଲା। ଲୋକ କହିଲେ କାମିନୀ ଦରକାର ନାହିଁ କାଞ୍ଚନ ଦରକାର ନାହିଁ ଆଉ ଦୁନିଆରେ କଣ ରହିଲା? ସାରା ବସ୍ତୁ ତ 2ଟି ସେ ତାଙ୍କୁ ପାଗଳା ଠାକୁର କହିଦେଲେ ଲୋକ।
ଆଉ ଗଣତନ୍ତ୍ର ରାଷ୍ଟ୍ର ଅଧିକ ଯିଏ କହିବ ହାତରେ 6 ଗୋଡ଼ ହାତରେ 6 ଗୋଡ଼ ହବ। ତେଣୁ ସେଇ ନ୍ୟାୟରେ ରାମକୃଷ୍ଣ ଠାକୁର ହେଇଗଲେ ପାଗଳା ଠାକୁର। ବେଶ ବଦଳେଇକି ଧାଇଁକି ନା ଆଇଲେ ରକ୍ଷା କରିବାକୁ ଆଇଛନ୍ତି ନା, ବେଶ ବଦଳେଇ ଦେଲେ ଶ୍ରୀ ଶ୍ରୀ ଠାକୁର। ସଂସାରୀ ହବୁ ତ କାମିନୀ କାଞ୍ଚନ ନେଇ ଚାଲିବୁ, ଆ ସଂସାରୀ ହବୁ ମୋ ଭଳିଆ ହ। ଏଥର ବଡ ସଂସାରୀ ହେଇକି ଆଇଲେ। ସେଥର ସବୁ ତ୍ୟାଗ କରିଦେଇଥିଲେ। କାଳୀ ମା ବି କାଳୀ ମା, ଜନ୍ମଦାତ୍ରୀ ମା ବି ମା, ନିଜ ସ୍ତ୍ରୀ ବି ମା। ପରମ ପିତାଙ୍କ ଛଡା ଇଏ କଥା କିଏ କରିପାରିବ? ପାଠ ପଢା ହେଲା, ଲୋକ ତାଙ୍କୁ ପାଗଳା ଆଖ୍ୟା ଦେଇଦେଲା। ପାଗଳା ଠାକୁର ଏବେ ବି କହନ୍ତି ପାଗଳା ଠାକୁର, କୋଲକାତାର ପାଗଳା ଠାକୁର। ସାଂଘାତିକ 1886 ଅଗଷ୍ଟ 17ରେ ପଳେଇଲେ, 88 ମସିହା ସେପ୍ଟେମ୍ବର 14ରେ ପଳେଇ ଆଇଲେ ମାତୃଗର୍ଭରେ 12 ମାସ। ଏଇ ଯୋଉ ଜୀବନର ଧର୍ମଟାକୁ ପରିପାଳନ କରିଛନ୍ତି, ଏଇ ସତୀତ୍ୱଟା ତାଙ୍କରି ପାଖରେ ସାର୍ଥକ ରୂପ ନେଇଛି। ମା ଜଗଜ୍ଜନନୀ ଶ୍ରୀ ଶ୍ରୀ ମା ଏକାଧାରରେ ଭକ୍ତି ରସରେ ଆପ୍ଲୁତ, ବିଭୁ ପ୍ରେମରେ ବିଗଳିତ, ସ୍ୱମହିମାରେ ମହିମାନ୍ୱିତ। ତାଙ୍କୁ କେହି ଭୋଟ ଦେଇ ଲକ୍ଷ୍ମୀ ମା କରିନା। ଭାବନ୍ତୁ ଆପଣ ମା, ସେ ତାଙ୍କ ଘରକୁ ଯୋଉ ବୋହୂଟି ଆଇଛି ନା, ମନୁର ଯୋଉ ବୋହୂଟି ଆଇଛି ସାକ୍ଷାତ ଲକ୍ଷ୍ମୀ କରୁଛି। 11-12 ବର୍ଷର ସେ ଯାହା ପିନ୍ଧିଦେଲା ବେଳକୁ ଶାଢୀ, ସେ କୁନି ବୋହୂଟି ଭଳିଆ, ସ୍ଫଟିକ ପରି ଚିକ୍କଣ, ଏକବାର ସଫା। ତେଣୁ ସ୍ଫଟିକ ଫଟକି ଫଟକି ଡାକନ୍ତି ବୋଲି ବର୍ଣ୍ଣନା ଅଛି। ସ୍ୱାମୀଙ୍କ ଛଡା କିଛି ବୁଝନ୍ତି ନାହିଁ। କହନ୍ତି ତ ଠାକୁର ଯେତେବେଳେ କଲିକତାରେ ପଢୁଥିଲା ବେଳେ ଘରକୁ ଆସନ୍ତି, ମୁଣ୍ଡ ଚୂଳ ଫୁରୁଫୁରୁ ଉଡୁଥାଏ, ଚୁମୁଟି ଆଣିଲେ ମାଟି, ଚୁମୁଟି ଆଣିଲେ ମଳି ବାହାରିବ। ସେଥିରେ ପୁଣି ଦିନେ ଓଳି ରହିପାରିବେନି, କଣ ଟିକେ ଭଲ ମନ୍ଦ ଖାଇବେ। ତ ଶାଶୁ ମାଙ୍କର ମା ଏ ଟୋକା ଗାଳି କରିବେ, ଅଗୁଲିଆ ଟୋକା ବାହା ହେଇଛି ବୋଲି ଚାଲି ଯାଉଛି, ପଢା ନା ସବୁ ଯାଉଛୁ ନା, ରଖେଇ ଦିଅନ୍ତିନି। ଠାକୁର ଯୋଉଟା କହିଛନ୍ତି, କୋଉ ମୁହୂର୍ତ୍ତରେ ମୋର ମା ମୋ ନା ଅନୁକୂଳ ଦେଇଥିଲେ ମୁଁ ଜାଣେ ନା, ମୁଁ କିନ୍ତୁ ଜୀବନର ପ୍ରତି କ୍ଷେତ୍ରରେ ପ୍ରତିକୂଳ ପାହାଡ ଅତିକ୍ରମ କରି 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 ଚାଲିଛି। ପଥେ ପଥେ କଣ୍ଟକର ଅଭ୍ୟର୍ଥନା, ପଥେ ପଥେ ଗୁପ୍ତ ସର୍ପ ଗୁଢ ଫଣା, ନିନ୍ଦା ଦେବେ ଜୟ ଶଙ୍ଖନାଦ, ଏଇ ତୋର ରୁଦ୍ରର ପ୍ରସାଦ, ଏଇ ତୋର ନବବର୍ଷର ଶୁଭ ଆଶୀର୍ବାଦ। ଏଇପରି ଅନେକ ବାଣୀ ଦେଇଛନ୍ତି। ତା ଭିତରେ କିନ୍ତୁ ମଙ୍ଗଳ ନିହିତ ରହିଛି। ତାପରେ ପୂଜନୀୟ ବର୍ଦ୍ଧିତ ଲେଖିଛନ୍ତି, ବର୍ଦ୍ଦା ଏତେ ସୁଧାର, ବାଛି ବାଛି ଭଲ ଭଲ ଧାନ ଚାଷ କରନ୍ତି, ଠାକୁରଙ୍କ ଭୋଗରେ ଲାଗିବ। ଠାକୁର ସର୍ବସ୍ୱ। କାରଣ ମା ଯେପରି ହେଇଛନ୍ତି ସନ୍ତାନ ସେହିପରି ହେଇଛନ୍ତି। ଏଟା ଆମ ଜଗତବାସୀଙ୍କ ପାଇଁ ଏଇଟା ହଉଛି ପାଠ। ସବୁ ଦିଗରୁ ଦକ୍ଷ ହେବି, ତାଙ୍କ ବିଧିବିଧାନ ମାନିକି ମୁଁ କିଛି ନହେଲେ, ଠାକୁର ଆମେ ତ ଅଧାଡୁଆ, ଆମେ ଭକ୍ତ ଅଛନ୍ତି ତ ଚୋପା ଛଡା ପ୍ରଶ୍ନ ପଚାରିବେ ଠାକୁରଙ୍କୁ। ଠାକୁର ଆମେ ତ ଅଧାଡୁଆ, ସବୁ ଦୀକ୍ଷା ନେଲୁ, ଆମର ସବୁ ଗଣ୍ଡଗୋଳିଆ ଧରି ଯାଇଛି, ଆଉ କଣ ଆଉ ଜୀବନ ଆଉ ଅଛି କଣ? ଅନେକେ କହନ୍ତି ନା ଆମର ତ ବେଳ କାଳ ଗଲାଣି, ତୁମେ ଟୋକା ଟାକେ ନାଚ କରୁଛ କର, ଆମର ଆଉ କଣ ଅଛି, ଆମକୁ କାହିଁକି ଘୋଷାରୁଛ, ଏଇସବୁ କହନ୍ତି। ଠାକୁର କହିଲେ ନା, ବ୍ୟର୍ଥ ତମର ଜୀବନ ହେଲେ ସାର୍ଥକତାଏ ଧରେନ ପିଲେ। ଠାକୁର ଯେ ବାଣୀ ଦେଇଛନ୍ତି, ସବୁ ସତ୍ତାର ଆପୁରାଣୀ ପୁରୁଷୋତ୍ତମ ତାରେ ବୋଲେ, ତାଙ୍କୁ ହିଁ ପୁରୁଷୋତ୍ତମ କହନ୍ତି। ସେ ଫୁଲଫିଲର ଦି ବେଷ୍ଟ। ତାଙ୍କ ପାଖକୁ ଗଲେ ଜୀବନଟା ବ୍ୟର୍ଥ ଯିବ ନାହିଁ। ଯିଏ ଯୋଉ ବୟସରେ ଯେତେବେଳେ ଆସିଲେ ତାର ବ୍ୟର୍ଥ ଯିବ ନାହିଁ। ଯେରକମ କୌଣସି କାରଣରୁ ଉପର ନାଲି ଟହଟହ ଦେଖିକି ସୁନ୍ଦରୀ ଆମ୍ବ ବୋଲି ଶସ୍ତା ପାଇକି ମାରି ଧରି ପଳେଇଯାଇଛି, କାରଣ ଗୋଟେ ଭଲ ଚଖେଇ ଦେଇଛି, ଚଖେଇ ଦେଇକି ଖଟା ଆମ୍ବ ତକ ବେପାରୀ ବିକି ଦେଇଛି। ବିକି ଦେଇ ତାକୁ ଧରିକି ଆଣିକି ତା ସ୍ତ୍ରୀ ଯେତେବେଳେ ଚାଖିଦେଲା, କହିଲା ଏଇଆକୁ ପଇସା ଦେଇ ଜାଣିଛ ନା? କହିଲା ଆଉ କଣ ମାଗଣା, ତ ମୋ ଶ୍ୱଶୁର ଦୋକାନ କରୁଛି। ତାଙ୍କ ଭିତରେ ନାଗିଲେ, ଥୁ ଥୁ ଥୁ। ବୋଉ ବସିଥିଲା, କହିଲା ହେ ଥା ତୁ ତା ଦେହ ଲାଗେ, ମୁଁ ତା କଥା ବୁଝେ, ସେ ଖଟା ଆମ୍ବ କଥା ମୁଁ ବୁଝିବି। ଟାଣୁଆ ଟାଣୁଆ ଥିଲା। ଇଏ ଯେତେବେଳେ ସିରିଏଲ ଦେଖୁଥିଲେ, ବୁଢୀ ମା ତାର ପନିକିରେ ହଉ, ଶାମୁକା ଘୋରିକି ହଉ, ତା ଚୋପା ଛଡେଇ ଦେଇକି ତାକୁ ଭଲିକି ଟାଣୁଆ ପନିକିରେ ଦିଫାଳ କରିକି ଲୁଣ ବାଡେଇ ଦେଇକି 4-8 ଦିନ ଜଗିକି ଶୁଖା ଶୁଖି କରିଦେଲା। ଯେତେବେଳେ କିଛି ଘରେ ତରକାରୀ ନଥିଲା, ଖଣ୍ଡିଏ ଆମ୍ବୁଲ ଆଉ ସୂର୍ଯ୍ୟମୁଖୀ କଳା ଲଙ୍କା ଆଉ 2 ଠୋପା ସୋରିଷ ତେଲ ଦଳି ଦେଲେ କୋଉ କୋଉ ଲାଳ ବୋହୁଥିବ। ଠାକୁର ଉଦାହରଣ ଦେଇ କହିଛନ୍ତି, କହିଲେ ଜୀବନରେ ଯାରା ଟକ୍ ଖାଇଲେ, ତା ଖଟା ଯିଏ ଖାଇଲେ ତା ବିଷୟରେ ଭାଷଣ ଦିନ ଦିନ ଧରିଦେଲେ ସେ କିଛି ବୁଝିପାରିବନି, ଖାଲି ତା ଆଗରେ ଆଣିକି ହଲା। ଖଟାଟା ଖାଲି ଦେଖେଇବି। ମହୁରିଆ ଯେ ମହୁରି ବଜାନ୍ତି, ନନଷ୍ଟପ ଚାଲିଥିବ, ଚାଲିଥିବ ବିସ୍ମିଲ୍ଲା ଖାଁଙ୍କ ଇଏ ଭଳିଆ, ସାହାନାଇ ଭଳିଆ, ଖାଲି ଖଟା ହେଲେ ଦିନ ମାରି ପକେଇବି ସେ ତମେ ନା ଏତେ ଜୋର ବି। ଠାକୁର ସେୟା କହିଲେ, ହେଲେ ମଦ ଖେলে ପ୍ରଥମେ ଗଲାতে জ্বালা হয়, କିଛି ତାତ୍ତ୍ୱିକ କଥା ନାହିଁ, ଏକବାର ସରଳ। ଠାକୁର ବି କହିଛନ୍ତି, ବରେ ସରଳ ହও, ସରଳ ହও। तो बच्चा बन जा, माफी मिलेगा और मिठाई भी मिलेगा जन्म जन्म धरी। यदि पाप ताप अकार्य भी किसी कर सब ठाकुर तो कहते आमार हाथे मुछे দিব महा महा पाप ताप करिस, स्त्री हत्या, भ्रूण हत्या, गोहत्या, भय नहीं,
নাম করে করে কীর্তন করে করে আমার পানে ছুটেয়া আমি তোদের সব পাপতাপ আমার হাতে মুছে দিব পরম পিতার কাছে অদয় কি গ্যারান্টি দিয়েছেন ফুটপাথওয়ালা গ্যারান্টি দেবেন তবে কপালে যদি তেজ টেকি যাব সানিও ট্রেন ଆଉ ନହେଲେ କମ୍ପାନୀ ଛଡା ଗ୍ୟାରେଣ୍ଟି ଦେଇପାରିନି ଜଗତର କର୍ତ୍ତା ମାଲିକ ଯିଏ ନାଥ ବ୍ରହ୍ମ ଶବ୍ଦ ବ୍ରହ୍ମ ଯିଏ ପରମ ପିତା ସବୁ ପିତାଙ୍କର ପିତା ଯିଏ ସମସ୍ତଙ୍କୁ ପରିପୂରଣ କରି ବର୍ତ୍ତମାନ ହେଇଛି ଆଇଛନ୍ତି ତାଙ୍କୁ ଆମେ ପାଇଛେ କଣ ଭାଗ୍ୟର କଥା ନୁହେଁ ପୁଣି ଜେନେରେସନ ଆଫ୍ଟର ଜେନେରେସନ ଏଇଟା ବଡ କଥା ନହେଲେ ଦିଅ ଖାଇକି ଖଟୁଳି ଖାଇଯିବା ଭକ୍ତ ଆମେ କଳା କୁଟା ନେଇଯିବେ ବତା ଫଳିଆ ନେଇଯିବେ କୀର୍ତ୍ତନ କଣ ସେ ଯୋଉ ତେଜ ନେଇଯିବେ ଆଉ ହାଣ୍ଡି ବାଲ୍ଟି ଫେରେଇବେ ଅନେକ ଦିନ ଧରି ଗୋଟେ ନେଇ ପଳେଇବାର ପ୍ରବୃତ୍ତି ଏମିତି ଜାଗିଛି ପଞ୍ଚମ ପିଢି ଧରିକି ଦେଖାଉଛନ୍ତି ତ୍ୟାଗ କଣ ଧର୍ମ କଣ ଏବଂ ବଡ ଅବଦାନ ଦୁନିଆକୁ କଣ ଗୋଟେ ମାର ଭଲ ସନ୍ତାନ ସଂସ୍କୃତରେ ମାଷ୍ଟର ଡିଗ୍ରୀ କଲ୍ କଲେ କଣ ହବ ଆମର ପଢା ହେଇଥିଲା ସାର୍ ପଢେଇଥିଲେ ରଜ ପ୍ରଶାନ୍ତମ ସହିମୁଦ୍ୟ ବାୟୁ ନିରାଘ ଦୋଷ ପ୍ରସରା ପ୍ରଶାନ୍ତ ସ୍ଥିତ ହି ଯାତ୍ରା ବସୁଧାଧିପାନମ ପ୍ରବାସୀନ ଯାଆନ୍ତି ନରା ସ୍ୱଦେଶାନ क्वचित प्रकाशन नभपतिर्नमुदारा विभाति क्वचित पवन सन्निरोधम रूपम यथा मोहि महान बस ये पढ़ा होता वर्षा कालीन तार सार कथाटा हूँ शांत पड़ जाए धूली वर्षा काले आसी जाती कहीं जगत रे से शांतपूर्ण परिवेश कहीं सत्संग को छाड़ा पर धूम नगर कीर्तन होगा सुंदर गान सब परिवेशित है उदाम कीर्तन मुझे भावुरी ये सार्थक है मो श्लोक रज प्रशांत केते अशांत चित्त शांत हो जाऊँ कौन जे हूँ वर्ल्ड हेल्थ ऑर्गेनाइजेशन कहूँ कैंसर भली मारात्मक रोग लोक पैसा दे किणुची से रोग को अपरपक्ष से इष्टभूति गुरु ग्रहण तक कथा टी मानिबा खाली पेटे थालुकुड़ी सेवन अभाव तुलसी पत्र 4-5 बापा बों पाखे टे मुंडियाटे मार यही कथा होने से डीपी वार्क भली महान कार्य स्वयं पूजनीय अबिनी बाबू मुंड देखते से निजक सब दायी करते से निजे आग घर हूँ जी आग झांप दे आग पथ देखी अन्य यथासर्वस्व कौन कर तेणु आम खाली टे से सब कार्य सामिल होगा समय अतिक्रांत हो मत आखु किए पशिला भाया लगे मुझे कुआड़ कौन कह मुझे बुद्धि बाट पाऊना तेरे निमंत्रण तो निश्चय रखी ये अवसर 8 तारीख है एथर आचार्य देवता चाहिए प्रत्येक द्वितीय रविवार ही हम ये 8 तारीख आमर से श्री श्री बड़दा स्मृति उत्सव आम पालन करूँ तेणु आज पंचम पीढ़ी धर्म इतिहास आप देखिए लगातार पंचम पीढ़ी धरिकी से एक धारा चिरजाजल्यमान हो रही अक्षत ब्याहत हो लीला चलती एखन लीला करे से गोरा राय केह केह भाग्यवान देखिबारे पाए श्री श्री दादा जाऊे शुणीदे सब कतिपय कर्मी बसिकी गोटे तात्विक आलोचना होची कड़े पशि जा दादा अटकी गले कहले कि हल आगे केह केह भाग्यवान देखिबारे पाए वैष्णव शास्त्र आछे दादा कहले लेख लेख केह केह केन रे नित्य चले तार लीला लोक लोकांतरे नीति चली आज चली ये नुहे आज 50 जगह चलती मुझे तो जुआड़े जाऊँगी बापी भाई दल बल देखुची कहीं कोरापुट आरम्भ कर भवानी पटना कलाहांडी धर्मगढ़ जुनागढ़ कुसुम खुंटी कोलकाता भूमिगढ़ कुआड़े 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 वर्दा दया करुणार शुभ कार्य टे जोगाण देवा मध्यम देकी मनीष चतुर्दिग एवं से दयाकोरी सुजोग दौरान बयास जगह किणा पुरी रे हाथ गोड़ मेलेले 7 वर्ष लगे प्रस्तुति पर्व 89 आसिले पुणी 92 93 94 आबरी नेले कथा रक्षा करके ओडिशा इज माय हार्ट एंड लंग्स तेणु से ज्ञान टी करवा मुंडे नेबा जो व्याकुल होते मालिक सबु प्रकार कम करवा कहले शीत दिने जिते जार बर्दा दिने कहले जार पुराणा माल सब अच्छी स्वेटर फुटर कमल फमल अच्छी सब आणिकी माँ पाखे गदा बहुत माँ मैंने टेलरिंग माँ मान को लेकिन निजे माँ आनंदमयी देवी कहले बर्दा कहते गोशालार जिते गाई अच्छा सब कमिज तैयारी कर काटिकी गोरु मापरे सब घोड़े खसीज तो ये हूँ श्री श्री बर्दा से एक्सटेंट बोले बाबा जिते कड़ा बाहर को सेते नरम दिने बाबा आसुँच किए गोटे खबर देदेल आम ट्यूशन में 8-10 पिला बुझे बर्दी आम घो घा कर जड़े कहदेला आसिले कहले आम विकल हो बहीपत्र खोली बस पड़ू कहले पुतुन कला साहित्य पिरियड थी पुतुन इंग्लीश खोली इंग्लीश खोलिकी साहित्य पद्य पढ़ुछ बाबा को एत भय
মানে বই খোলি দিয়েছি ইংলিশ পড়ুছি সাহিত্য পদ্য মানে এরকম বড় তাকে ভয় କରନ୍ତି এତେ କୋମଳ କାଚ ବାଟି ସବୁ ଖେଳୁଛନ୍ତି ତପୋବନ ବିଦ୍ୟାଳୟ ଛୁଆ ବରଦା ସେମିତି ମଣିଙ୍କ ଆଗରେ ବାବା ଯାଇଥିଲେ ଫେରିଲା ବେଳକୁ ଦେଖିଲେ ସବୁ ସବୁ ଥରିଲେ ପରୀକ୍ଷା ସମୟ ମାଡ଼ ହବ ବରଦା କହିଲେ ର ମୁଁ ବି ଖେଳୁଥିଲି ଛୁଆ ବେଳେ ଦେଖିବା ଦେଖିବା ଦେଲୁ ମୋର ଲକ୍ଷ୍ୟ ଅଛି ନା ମିଶିତ ଗଲେ ଛୁଆଙ୍କ ସାଙ୍ଗରେ ମିଶିକି କାଚ ବାଟିରେ ଗୋଲି ଖେଳିଲେ କିଛି ସମୟ ବି ଖେଳିଲେ ଖେଳି କହିଲେ ଆଜି ଏତିକି ଥାଉ ପରୀକ୍ଷାଟା ଟିକେ ଅଛି ପଢାପଢି କଲେ ଭଲ ହୁଏ ସମସ୍ତେ ଆନନ୍ଦ କଲେ ଆଜ୍ଞା ଆନନ୍ଦ ମନରେ ଦୌଡ଼ିକି ଯାଇ ପାଠ ପଢିଲେ ଆମକୁ ଜଣା ନାହିଁ ଜନ୍ମ ଦେବା କଷ୍ଟ ଯଦିଓ ପାଳନ କରା ସହଜ ନୁହେଁ ତେଣୁ ମୁଁ ତ ପେନ୍ସିଲ କାଟି ଦେଇଛି ମୁଁ ଏ କଥା ଟିକେ ସାଥ ଦେଉଛି ସେଟା ହେଇକି ଅଟକିଥିଲା ପେନ୍ସିଲ କାଟି ଦେଇଛି ବାବା ଯେତେବେଳେ ରେଜରରେ କ୍ଷୀର ହେଲେ ସେତେବେଳେ କହିଲେ କିଏ କାଟିଛି ମା କହିଲେ ତ ଆସିନି ଆମର ଏଇଟା ବ୍ଲେଡ୍ ଡାଇରେକ୍ଟ ନହେଲେ কি କରିବେ ରାଗିଗଲେ ସାଙ୍ଗେ ସାଙ୍ଗେ ବାବୁ ଆସି ଖେଳା କରିବେ ଡାକ୍ତର କାହିଁକି ଏରକମ କଲୁ କହିଲେ ଆର କରିବ ଦାଦା କହୁଥାନ୍ତି ମୁଁ କହିଲି ଆଉ କରିବି ଯା ମାଡ଼ ହେଇଥାନ୍ତା କହିଲେ ମାଡ଼ ହେଇଥାନ୍ତା କି କଣ ମାଡ଼ ହେଲାନି କହିଲେ ମୋର ଖିଆଲ ନାହିଁ ପୁରୁଣା ଅଭ୍ୟାସ ଆମର ଅଭ୍ୟସ୍ତ ସଂସ୍କାର କଥା ଯୋଉଟା ଠାକୁର କହିନାହାନ୍ତି ଆମେ ସେ ପୁରୁଣା ଅଭ୍ୟାସ ବେଳେବେଳେ ଆମକୁ ଟାଣେ ବାର୍ଷିକ ଗୋଟେ କରିଦେଲି ସରିଲା ହେଇଗଲା ମୋର ହେଇଗଲା ଗୋଟେ ରଥରେ ଜଗନ୍ନାଥଙ୍କୁ ଦେଇଥିଲି ଯେତେ ପାପ କର କିଛି ଅସୁବିଧା ଅଳିଆ କଥା ଭୋର ଭୋର ଶୀତରେ ଗାଧେଇକି କୀର୍ତ୍ତନ ପଢି ପଢିକି ମନ୍ଦିର ମାସେ କାଳ ଛାଡିଲି ଅରୁଆ ଖାଇଲି ବଗ ବି ଛୁଏ ନା ଆଇଁଷ ଛାଡ ଖାଇଲେ ସବୁର ପଡିଗଲା ଏଇଟା କୋଉଠି କୋଉ ଶାସ୍ତ୍ରରେ ଅଛି ଏଇରକମ ସମସ୍ତ ଅଜ୍ଞାନତା ଦୂର କରିବା ପାଇଁ ସେ ଆସିଛନ୍ତି ଆଉ ଦିନେ କାଟି ଦେଇଛି ବାବା ପୁଣି ଡାକିଲେ ମୁଁ କହିଲି ଆଜି ହବ ସେତେବେଳେ ଖସି ଯାଇଥିଲି ଆଜି ମାଡ଼ ହବ ମୁଁ ଯେତେବେଳେ ଯାଇକି ଖେଳ କଲି ତୁ କାଟିଛୁ ମୁଁ କହିଲି ଆଜ୍ଞା ତାହେଲେ ତୁ କଣ କହୁଛୁ ମୁଁ ତୈମୁରୁ ଲଙ୍ଗ ହେଇଯିବି କହୁନୁ ମୁଁ ତୈମୁରୁ ଲଙ୍ଗ ହେଇଯିବି ଗାଡ଼ି ଛାଡ଼ିବି ସେଠାରେ ହାତ ଯୋଡ଼ି କରିବନି ସେତେବେଳେ ଏତେ କୋମଳ ଭାବରେ କରୁ ତୁ କହ ତତେ ଭଲ ଲାଗିବ ମୁଁ ତୈମୁରୁ ଲଙ୍ଗ ହେଇଯିବି ଗାଡ଼ି ଛାଡ଼ି ହେଉଛନ୍ତି ଶ୍ରୀ ଶ୍ରୀଙ୍କର କାରଣ ତାଙ୍କ ବାବଦରେ ଦୁଇ ପଦ ପୁରୁଣା ଗାଁ ପୁରୁଣା ଶ୍ରୀ ଶ୍ରୀ ବରଦାଙ୍କ ତେଣୁ ପ୍ରତ୍ୟେକ ଦିଗରେ ସେ ଆସନ୍ତି ଜଗତ ଉଦ୍ଧାର ପାଇଁ ଏଥର ଅଭିନବ ରୂପରେ ଆସିଛନ୍ତି ଠାକୁର ଏବଂ ନିଜେ କହିଛନ୍ତି ଆର ଏମନି ହବ ନା ପିତାର ଏମନି ଆଲିଙ୍ଗନ ଆର ପାବି ନା ଏଇ ଧାରାଟା ଅବ୍ୟାହତ ଭାବରେ ଚାଲିବ ଯୋଉଟା ସୁଶ୍ରୀ ଦାଦା କହୁଥିଲେ ତୁ ଦେଖିବୁ ଅବିନ ମାଙ୍କ ଉଦ୍ଦେଶ୍ୟରେ କହୁଥିଲେ ଆଗାମୀ କିଛି ଦିନ ପରେ ତ ବାବା ହୁଏତ ଦେଖି ନପାର ତୁ ଦେଖିବୁ ସମସ୍ତେ ହିଁ କହୁଥିବେ ଏକ ସ୍ୱରରେ ଜୟ ଗୁରୁ କି ଜୟ ସମସ୍ତେ ଦେଖିବୁ ଧଳା ଧୋତି ଫତୁଆ ପିନ୍ଧିଥିବେ এটা କହିଛନ୍ତି ମାଇଲେ ଜଗତ ଉଦ୍ଧାର ପାଇଁ ହୋଇ ନର ବେଶ ଭକ୍ତ ସଙ୍ଗେ କରିଲୀଳା ହୁଅନ୍ତି ପ୍ରକାଶ ଜଗତ ଉଦ୍ଧାର ପାଇଁ ହୋଇ ନର ବେଶ ভক্ত সঙ্গে করিলা উন্নতি প্রকাশ যুগে যুগে প্রভু হরিণ যুগে যুগে প্রভু হরিণ অজ্ঞান অন্ধার করন্তি প্রাণ যুগে যুগে প্রভু হরিণ অজ্ঞান অন্ধার করন্তি প্রাণ অধম পাণ্ডব বীর পুঙ্গব সমর্থিত করিল মহান বিশ্বরূপ শাস্ত্র
ତୁମରି ଜ୍ଞାନ ଦିଏ ଅପାର ଆନନ୍ଦ। ସେ ଆଣିଲ ବିନ ପ୍ରଭୁ, ସେ ଆଣିଲ ବିନ ପ୍ରଭୁ, ସେ ଆଣିଲ ବିନ ପ୍ରଭୁ, ସେ ଆଣିଲ ବିନ ପ୍ରଭୁ। ମାସ ମାର୍ଗଶିର ଦିନ ଦେ ଦିନ ଦେ ମଙ୍ଗଳବାର ଶୁକ୍ଳପକ୍ଷ ସେହି ଶୁଭ ସରସ୍ୱତୀ ମାସ ପଡ଼େ ସେହି ଶୁଭ କାଳ Mucho